এটা অন করলো, এটা অন করলো। হ্যাঁ ॐ अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। श्रीचैतन्यमनभीष्टं स्थापितं येन भूतले स्वयं रूपकदा मह्यं ददाति च पदन्तिकं। वन्देऽहं श्रीगुरो श्रीयुतपदकमलं श्रीगुरून् वैष्णवांश्च श्रीरूपं साग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपदं सहगणललिता श्रीविशाखान्वितांश्च। हे कृष्ण करुणा सिंधु दीनबंधु जगोत्पते गोपीश गोपिका कांत राधाकांत नमोस्तुते। तप्तकांचन गौरांगी राधे वृंदावनेश्वरी वृषभानुसुत देवी प्रणमामि हरिप्रिय। वाञ्छाकल्पतरुभ्यश्च कृपासिन्धुभ्यैव च पतितानां पावनेभ्यो वैष्णवेभ्यो नमो नमः। नमो महावदन्नाय कृष्णो प्रेमप्रदायते कृष्णाय कृष्णचैतन्य नाम्ने गौरीतिसे नमः। नीलाचलनिवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्तवृंद। हरे कृष्णा 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 हरे 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 राम 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 हरे हरे। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। आनंद लीलामय विग्रहाय हेमावधिभूषविसुन्दराय तस्मै महाप्रेमरसप्रदाय चैतन्यचन्द्राय नमो नमस्ते। चैतन्यचन्द्राय नमो नमस्ते। चैतन्यचन्द्राय नमो नमस्ते। नमो विष्णुपादाय कृष्णपृष्ठाय भूतले श्रीमते गौरवानंद स्वामी नमिने। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामी नामिने। नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चातदेशतारिणे। जय श्री गुरुदेव जय श्री प्रभुपाद जय आचार्य वृंद वैष्णव वृंद। जय श्री श्री गौर निताई श्री श्री राधा गोविंद गौरचंद सीताराम लक्ष्मण। हरे कृष्ण। बर्तमाने आमे श्रीमद्भागवतम दशम स्कंद 45 अध्याय। ये अध्यायर नाम है श्रीकृष्ण तांकर गुरुपुत्र को उद्धार कले। यही अध्याय आम चतुर्थ नंबर श्लोक पाठ करिबा। न लब्ध दैव हतयोर्भाषणो भवदन्तिके जंबाला पितृगृहस्थ विन्दन्ते लालिता मुदम्। शब्दानुवाद। न
ନୁହେଁ ଲବ୍ଧ ପ୍ରାପ୍ତ ଦୈବ ଭାଗ୍ୟ ଦ୍ୱାରା ହତୟ ବଞ୍ଚିତ ହୋଇ ବାସ କରିବା ନୌ ଆମ ଦୁଇଜଣଙ୍କ ଦ୍ୱାରା ଭବତ୍ ଅନ୍ତିକେ ଆପଣମାନଙ୍କ ନିକଟରେ ଯାମ ଯାହା ବାଲକଗଣ ପିତୃ ସେମାନଙ୍କ ପିତାମାତାଙ୍କ ଗୃହରେ ଅବସ୍ଥାନ କରନ୍ତି ବିନ୍ଦନ୍ତେ ଅନୁଭବ ଲଳିତା ଆଦର ମୁଦମ ସୁଖ। ଶ୍ଲୋକର ଅନୁବାଦ ଅଧିକାଂଶ ଶିଶୁ ସେମାନଙ୍କ ପିତାମାତାଙ୍କ ଗୃହରେ ଯାହା ଉପଭୋଗ କରନ୍ତି ଭାଗ୍ୟ ଦ୍ୱାରା ବଞ୍ଚିତ ହୋଇ ଆପଣମାନଙ୍କ ସଙ୍ଗରେ ବାସ କରି ନପାରି ଆମେମାନେ ସେହି ଆଦର ଓ ସୁଖ ଉପଭୋଗ କରିପାରିଲୁ ନାହିଁ। ଏ ଶ୍ଲୋକର ଉପରେ ଥିବା ଶ୍ରୀ ଏସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କର ଭାବାର୍ଥ। ଏଠାରେ ଶ୍ରୀକୃଷ୍ଣ ନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ଏବଂ ବଳରାମଙ୍କ ବିରହରେ ତାଙ୍କର ପିତାମାତା ଯେ କେବଳ ମାତ୍ର ଦୁଃଖ ଅନୁଭବ କରିଥିଲେ ତାହା ନୁହେଁ, ଦୁଇ ବାଳକ କୃଷ୍ଣ ଓ ବଳରାମ ମଧ୍ୟ ସେମାନଙ୍କ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ କଷ୍ଟ ଭୋଗ କରିଥିଲେ। ତ ବର୍ତ୍ତମାନ ଏ ଶ୍ରୀମଦ୍ ସେ ଠିକ୍ ଅଛି, ସେମାନେ ଶୁଣିବେ ତ ସେଇଟା ଦ୍ୱାରା ସୁବିଧ କନେକ୍ଟ ହେଇଛି ସେଇଟା ଗୋଟେ ଭଗବାନ କୃଷ୍ଣଙ୍କର ତିନୋଟି ଲୋକ ବୃନ୍ଦାବନ, ମଥୁରା, ଦ୍ୱାରକା। ତ ବୃନ୍ଦାବନ ଲୀଳା ସମାପ୍ତ ହୋଇସାରିଛି। ବର୍ତ୍ତମାନ କୃଷ୍ଣ ବଳରାମ ମଥୁରା ଲୀଳାରେ ଅଂଶଗ୍ରହଣ କରୁଛନ୍ତି। ଭଗବାନ ଏ ଜଗତକୁ ଆସନ୍ତି ଏଠାରେ ଅସୁର ମାରଣ ଲୀଳା କରିବା ପାଇଁ। ଭଗବତ ଧାମରେ କେହି ଅସୁର ନାହାନ୍ତି, ସେଠାରେ ଅସୁର ମାରଣ ଲୀଳା ନାହିଁ। ବୈକୁଣ୍ଠ ଆଦି ଭଗବତ ଧାମ ଉଚ୍ଚ ଲୋକ ଯେସବୁ ଲୀଳା ନାହିଁ ସେହି ସବୁ ଲୀଳାର ଶାଶ୍ଵତନ କରିବା ପାଇଁ ଭଗବାନ ବ୍ରହ୍ମାଙ୍କର ଦିନମଧ୍ୟ ଥରେ ଏଠାକୁ ଆସନ୍ତି। ତେଣୁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ବ୍ରହ୍ମା ଏକ ଦିନ ତିହ ଏକ ବାର ଅବତୀର୍ଣ୍ଣ ହଇଆ କରେ ପ୍ରକଟ ବିହା। ଅର୍ଥାତ୍ ବ୍ରହ୍ମାଙ୍କର ଗୋଟେ ଦିନ ହେଉଛି 1000 ଚତୁର୍ଯୁଗ। ଏକ ଚତୁର୍ଯୁଗ ମାନେ ସତ୍ୟ, ତ୍ରେତା, ଦ୍ୱାପର, କଳି। ଏହିପରି 1000 ଚତୁର୍ଯୁଗକୁ 14 ଭାଗରେ ବିଭାଗ କରାଯାଇଛି। ପ୍ରତ୍ୟେକ ଭାଗରେ 71 ଚତୁର୍ଯୁଗ। 71 ଚତୁର୍ଯୁଗ ହେଉଛି ଏକ ମନୁଙ୍କର ଶାସନ ପିରିୟଡ଼। ଏହିପରି ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି। 14 ଜଣ ମନୁମାନଙ୍କ ମଧ୍ୟରୁ ସପ୍ତମ ମନୁ, ଯାହାଙ୍କର ନାଁ ହେଉଛି ଶ୍ରାଦ୍ଧ ଦେବ, ସେ ସୂର୍ଯ୍ୟଲୋକରେ ଯେଉଁ ବର୍ତ୍ତମାନ ଦେବତା ବିଭୀଷଣଙ୍କ ପୁତ୍ର ହେବା ଯୋଗୁଁ ତାଙ୍କର ଆଉ ଗୋଟେ ନାଁ ହେଉଛି ବୈବସ୍ୱତ। ତ ବୈବସ୍ୱତ ମନୁ ନାମରେ ଅତି ପ୍ରସିଦ୍ଧ। ସେ ହେଉଛନ୍ତି ସପ୍ତମ ମନୁ। ସେହି ସପ୍ତମ ମନୁଙ୍କ ଶାସନ ପିରିୟଡ଼ରେ 71 ଚତୁର୍ଯୁଗ ମଧ୍ୟରୁ 28ତମ ଚତୁର୍ଯୁଗ ଶେଷରେ, ଅଷ୍ଟାବିଂଶ ଚତୁର୍ଯୁଗ ଦ୍ୱାପରର ଶେଷେ ବ୍ରଜେ ସହିତ କୃଷ୍ଣ ହୟନ ପ୍ରକାଶେ। ତ ଅଷ୍ଟାବିଂଶ ଚତୁର୍ଯୁଗ ଶେଷରେ ଅର୍ଥାତ୍ ଅଷ୍ଟାବିଂଶ ଚତୁର୍ଯୁଗ ମଧ୍ୟରୁ ଦ୍ୱାପର ଯୁଗ ଶେଷରେ ଭଗବାନ କୃଷ୍ଣ ବଳରାମ ଏ ଧରାଧାମ ଅବତୀର୍ଣ୍ଣ ହୁଅନ୍ତି। ସେହିପରି ବୃନ୍ଦାବନରେ ଭଗବାନ କୃଷ୍ଣ ଅତି ଚମତ୍କାରପୂର୍ଣ୍ଣ ମାଧୁର୍ଯ୍ୟମୟ ଲୀଳା ପ୍ରଦର୍ଶନ କରନ୍ତି, ପ୍ରେମ ଲୀଳା। ତେଣୁ
এই প্রেমলীলা মাধুর্য লীলার উপর আধারিত করে ଭଗବାନ ଗୋଚାରଣ ଲୀଳା ଏହାକୁ କୁହାଯାଉଛି ଭଗବାନଙ୍କର ଅସଲ ସ୍ୱରୂପ। ତେଣୁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ମାଧୁର୍ଯ୍ୟ ଭଗବତ୍ତା ସାର ବ୍ରଜେ କହିଲ ପରଚାର ତାହା ସୁଖ ବ୍ୟାସର ନନ୍ଦନ স্থানে স্থানে ভাগবতে বর্ণিয়াছে নানা মতে যাহা শুনে মাতে ভক্তগণ। অর্থাৎ ঐশ্বর্য মাধুর্য দুইটার মধ্যে কম্পেয়ার করি যে স্বরূপের মাধুর্য প্রাধান্য লাভ করেছে সেই স্বরূপ হচ্ছে ভগবান অনন্ত কোটি স্বরূপ মানক মধ্যরু অসল স্বরূপ। তো সেই স্বরূপ হচ্ছে ଏ ବୃନ୍ଦାବନ ନନ୍ଦନନ୍ଦନ ଯଶୋଦାନନ୍ଦନ କୃଷ୍ଣ ନାମରେ ଯେ ଗୋପାଳ এই ସ୍ୱରୂପ ହେଉଛି କୃଷ୍ଣଙ୍କର ଅସଲ ଭଗବାନଙ୍କର ଅସଲ ସ୍ୱରୂପ। ତେଣୁ ଅସଲ ସ୍ୱରୂପ ସମ୍ବନ୍ଧରେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ସେ ଚୈତନ୍ୟ ଚରିତାମୃତରେ ବ୍ୟକ୍ତ କରିଛନ୍ତି କୃଷ୍ଣର ଯତକ ଲୀଳା ସର୍ବୋତ୍ତମ ନରଲୀଳା ନର ବପୁ হয় তাহার স্বরূপ। অর্থাৎ ভগবানଙ୍କ ନରବପୁ ରୂପେ ଯେଉଁ ଲୀଳା ତାହା ହେଉଛି ଭଗବାନଙ୍କ ଅସଲ ସ୍ୱରୂପ। ସେହି ସ୍ୱରୂପଟା କେମିତିଆ? ଗୋପ ବେଶ ବେଣୁ କର ନବ କିଶ ନଟବର ନର ଲୀଳାର হয় ଅନୁରୂପ। ଅର୍ଥାৎ ଭଗବାନଙ୍କ ଅସଲ ସ୍ୱରୂପ ହେଉଛି ଗୋପ ବେଶ ବେଣୁ କର ହାତରେ ବଂଶୀ ରହିବ ଯେଉଁ ସ୍ୱରୂପରେ ଆଉ ନବ କିଶୋର ସବୁବେଳେ 11 ବର୍ଷ ବୟସ ଅବସ୍ଥାରେ ଅବସ୍ଥାନ କରିବେ। ଆଉ କ'ଣ ଏକ୍ସପର୍ଟ ଡ୍ୟାନ୍ସର ନଟବର ମାନେ ଏକ୍ସପର୍ଟ ଡ୍ୟାନ୍ସର ଅର୍ଥାৎ ସେହି ସ୍ୱରୂପରେ ସେ ରାସଲୀଳା କରନ୍ତି। ତ ବୃନ୍ଦାବନ এই ମାଧୁର୍ଯ୍ୟମୟ এই ଲୀଳା ଭଗବାନ କୃଷ୍ଣ ବୃନ୍ଦାବନରେ ପ୍ରକଟ କରିଛନ୍ତି। ତେଣୁ ବୃନ୍ଦାବନ ଯେଉଁ ଭଗବାନଙ୍କର ସ୍ୱରୂପ ନରୂପ ଧାରଣ କରି এই ଗୋପ ବେଶ ବେଣୁ କର ନବ କିଶ ନଟବର এই ସ୍ୱରୂପ ହେଉଛି ଭଗବାନଙ୍କର ଅସଲ ସ୍ୱରୂପ। ଅବତାରା ଇ ହରି ଅସଂଖ୍ୟ ଭଗବାନଙ୍କ ଅସଂଖ୍ୟ ଅବତାର ମାନଙ୍କ ମଧ୍ୟରୁ କେଉଁ ସ୍ୱରୂପ ଭଗବାନଙ୍କର ଅସଲ ସ୍ୱରୂପ সেই କଥା এই ଚୈତନ୍ୟ ଚରିତାମୃତ ବ୍ୟକ୍ତ କରାଯାଇଛି। ଏହାକୁ କୁହାଯାଉଛି ଗୋପ ବେଶ ବେଣୁ କର ନବ କିଶ ନଟବର এই ସ୍ୱରୂପ ହେଉଛି ଭଗବାନଙ୍କର ଅସଲ ସ୍ୱରୂପ। এই ହିସାବରେ সেই ଭଗବାନଙ୍କର ମାଧୁର୍ଯ୍ୟମୟ ଲୀଳା ସୁଖଦେବ ଗୋସ୍ୱାମୀ ବ୍ୟାସଦେବଙ୍କ ପୁତ୍ର ସୁଖଦେବ ଗୋସ୍ୱାମୀ ଭାଗବତ ଭିନ୍ନ ଭିନ୍ନ ଜାଗାରେ ସେ ବ୍ୟକ୍ତ କରିଛନ୍ତି। ତ ଭଗବାନଙ୍କର ସେ ଲୀଳା କଥା ଯେତେବେଳେ କେହି ଶ୍ରବଣ କରନ୍ତି ଭକ୍ତମାନଙ୍କ ମୁଖରୁ ସେତେବେଳେ ଆନନ୍ଦ ସାଗରରେ ନିମଜ୍ଜିତ ହୋଇଯାଆନ୍ତି। ଏଠାରେ ଭଗବାନ କୃଷ୍ଣ ବୃନ୍ଦାବନରେ ଏ ଲୀଳା ପ୍ରକଟ କରିଥିଲେ। ବର୍ତ୍ତମାନ କଂସଙ୍କ ଦ୍ୱାରା ପ୍ରେରିତ ହୋଇ ଅକ୍ରୂର ଆସି କୃଷ୍ଣ ବଳରାମଙ୍କୁ ବୃନ୍ଦାବନରୁ ନେଇଗଲେ ମଥୁରାକୁ। ବର୍ତ୍ତମାନ ବୃନ୍ଦାବନ ଲୀଳା ସମାପ୍ତ। ବର୍ତ୍ତମାନ କୃଷ୍ଣ ବଳରାମ ମଥୁରା ଲୀଳାରେ ଅଂଶଗ୍ରହଣ କରିଛନ୍ତି। ଏଠାରେ କଂସ ଅକ୍ରୂରଙ୍କୁ ପ୍ରେରଣ କରିଥିଲେ କେଉଁଥିଲାଗି ନା ବିବିଧ ପ୍ରକାର ପ୍ଲାନ କରି କୃଷ୍ଣ ବଳରାମଙ୍କୁ ବଧ କରିବା ପାଇଁ ଏକ ଧନୁଯଜ୍ଞ ଆୟୋଜନ କରୁଥିଲେ। ଏହି ଅଜୁହାତେ କୃଷ୍ଣ ବଳରାମଙ୍କୁ ଆମନ୍ତ୍ରଣ କରି ବୃନ୍ଦାବନର ମଥୁରାକୁ ନେଇଯାଇଥିଲେ। ଉଦ୍ଦେଶ୍ୟ ଥିଲା କ'ଣ? ଧନୁଯଜ୍ଞ ଉପଲକ୍ଷେ ଏ କୃଷ୍ଣ ବଳରାମଙ୍କୁ ସଂହାର କରିବା। ତ ଭଗବାନ କୃଷ୍ଣ ବଳରାମ ବୃନ୍ଦାବନ ଲୀଳା ସମାପ୍ତ ପରେ ଯେତେବେଳେ ମଥୁରାକୁ ଆସୁଥିଲେ ପ୍ରଥମେ ଭଗବାନ କୃଷ୍ଣ সেই ଧନୁଯଜ୍ଞରେ ଅଂଶଗ୍ରହଣ କରିବାକୁ ଯେତେ ଯାଉଥିଲେ ସେତେବେଳେ ପ୍ରଥମେ ଦ୍ୱାର ଦେଶରେ ରଖାଯାଇଥିଲା 1000 ହସ୍ତିର ବଳ କୁବଲୟ ପୀଡ଼ ନାମକ ହସ୍ତି। ମାନେ ସେ କୁବଲୟ ପୀଡ଼ ହସ୍ତି ଦ୍ୱାରା କୃଷ୍ଣ ବଳରାମଙ୍କୁ ସଂହାର କରିବା ପାଇଁ ଏ ପ୍ଲାନ।
ଏ ହେଉଛି ଆଶ୍ରୟୀ ବ୍ୟକ୍ତିମାନଙ୍କର ଏହିପରି ପରିକଳ୍ପନା। ଆମନ୍ତ୍ରଣ କରି ନେଇଗଲେ ଧନୁଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ আর ଏଠାରେ ଧନୁଯଜ୍ଞ ଦର୍ଶନ କରିବା ପାଇଁ ଆମନ୍ତ୍ରଣ କରି ନେଇଗଲେ, କିନ୍ତୁ ପ୍ଲାନ୍ ହେଲା କ'ଣ, ସେଇ ଯଜ୍ଞରେ ପଶିବା ବାଟରେ ପ୍ରଥମେ ରଖାଯାଇଥିଲା କୁବଲୟ ପିଡ଼, ଯାହାର ଦେହରେ ବଳ ଥିଲା 1000 ହସ୍ତୀର ବଳ। সেই 1000 ହସ୍ତୀ ବଳ କୁବଳୟ ପିଡ଼ଙ୍କ ଦ୍ୱାରା କୃଷ୍ଣମାନଙ୍କୁ ସଂହାର କରିବା ପାଇଁ ଏ ପ୍ରଥମ ଯୋଜନା। କିନ୍ତୁ କୃଷ୍ଣ ବଳରାମ ସ୍ୱୟଂ ଭଗବାନ ହେବା ଯୋଗୁଁ କୃଷ୍ଣ ବଳରାମ সেই କୁବଲୟ ପିଡ଼କୁ ବଧ କଲେ। କୃଷ୍ଣ সেই କୁବଲୟ ପିଡ଼କୁ ବଧ କଲେ। ତାପରେ ଧନୁଯଜ୍ଞ যে ମଞ୍ଚ ତିଆରି ହୋଇଥିଲା, ସେଠାରେ ସବୁ ବହୁତ ବଡ଼ ବଡ଼ ମଲ୍ଲ ଯୋଦ୍ଧାମାନେ ରଖିଥିଲେ। ଚାନୁର, ମୁଷ୍ଟିକ, এই କୂଟ, ଶଲ୍ୟ, ତୋଷଲ, এইସବୁ ବଡ଼ ବଡ଼ ସବୁ ମଲ୍ଲ ଯୋଦ୍ଧାମାନେ କୁବଲୟ ପିଡ଼ ହାତରୁ ଯଦି ରକ୍ଷା ପାଇ ସେଠାକୁ ଯିବେ, ଚାନ୍ଦୁ ମୁଷ୍ଟିକଙ୍କ ଦ୍ୱାରା କୃଷ୍ଣ ବଳରାମଙ୍କୁ ସଂହାର କରିବେ। ଏ ପ୍ଲାନ୍ ସବୁ। ସେହିପରି କଂସଙ୍କର ଉଦ୍ଦେଶ୍ୟ ହେଉଛି ଯେନେ ତେନେ ଉପାୟରେ କୃଷ୍ଣ ବଳରାମଙ୍କୁ ସଂହାର କରିବା। କାହିଁକିନା ଇଏ ଆକାଶବାଣୀ ହେଇଥିଲା ଦେବକୀଙ୍କର ଅଷ୍ଟମ ସନ୍ତାନର ହାତରେ କଂସର ମୃତ୍ୟୁ ହେବ। তিনি ଦିନ ରାତ୍ରି ସବୁବେଳେ ସେ ଭୟଭୀତ ଅବସ୍ଥା କଂସର ଶତ୍ରୁ କୃଷ୍ଣକୁ ସର୍ବଦା ଚିନ୍ତା କରୁଥିଲେ। সেই শত্রুকে নাশ କରିବା ପାଇଁ ଏହିପରି ଯୋଜନା କରିଥିଲେ। ଏହିପରି ଚାନ୍ଦୁର, ମୁଷ୍ଟିକ, କୂଟ, ଶଲ୍ୟ, ତୋଷଲ ସମସ୍ତେ ହିଁ କୃଷ୍ଣ ବଳରାମଙ୍କ ଦ୍ୱାରା ନିହତ ହେଲେ। ତ ଯେତେବେଳେ ନିହତ ହେଲେ ସେ ରଙ୍ଗମଞ୍ଚରେ କଂସ ସେତେବେଳେ ଅତ୍ୟନ୍ତ କ୍ରୋଧିତ ହୋଇ ନନ୍ଦ ମହାରାଜ ଆଦି ବ୍ରଜବାସୀମାନଙ୍କୁ ବନ୍ଦୀ କରିବା ପାଇଁ ଏବଂ କୃଷ୍ଣ ବଳରାମଙ୍କୁ ସେଇଠୁ ବିତାଡ଼ିତ କରିବା ପାଇଁ ଯେତେବେଳେ କହିଲେ, ସେତେବେଳେ କୃଷ୍ଣ ମଞ୍ଚର ଉପରେ ଚଢ଼ିଯାଏ ଏହିପରି କଂସକୁ ଧରି ତାକୁ ବଧ କରିଥିଲା। ତ କଂସକୁ ଯେତେ ବଧ କଲେ, ସେତେବେଳେ କଂସଙ୍କର ଭୟରେ ଯେ ସମସ୍ତ ବିଷ୍ଣୁବଂଶୀୟ ମାନେ ସଦସ୍ୟମାନେ ଥିଲେ, ଦୂର ଦେଶକୁ ଯାଇଥିଲେ, ସେମାନେ ସେଠାକୁ ଆସି ଉପସ୍ଥିତ ହୋଇଛନ୍ତି। ଆଉ ଯେଉଁମାନେ ସର୍ବଦା କଂସଙ୍କ ଭୟରେ ଭୀତତ୍ରସ୍ତ ଅବସ୍ଥା ମଧ୍ୟରେ ଅବସ୍ଥାନ କରିଥିଲେ, ସେମାନେ ସେଇ ରଙ୍ଗମଞ୍ଚ ଦର୍ଶନ କରିଥିଲେ। କିନ୍ତୁ କଂସକୁ ଯେତେ ବଧ କଲେ ଭଗବାନ କୃଷ୍ଣ, ସେମାନେ ଅତ୍ୟନ୍ତ ଉଲ୍ଲସିତ ହେଲେ, ଅତ୍ୟନ୍ତ ଆନନ୍ଦିତ ହେଲେ। ତ କଂସ ବଧର 3 ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯେଉଁମାନେ କଂସର ଅନୁଗାମୀ ଥିଲେ, ସେମାନେ ଅତ୍ୟନ୍ତ ଦୁଃଖିତ ହୋଇଗଲା। ଆଉ କଂସର ପିତାମାତା କୃଷ୍ଣଙ୍କର ପିତାମାତା ଦେବକୀ ବସୁଦେବ ଆଦି ପିତୃତୁଲ୍ୟ ନନ୍ଦ ମହାରାଜ ଆଦି ଅତ୍ୟନ୍ତ ଏଠାରେ ଦେବକୀ ବସୁଦେବ ଆଦି ଏମାନେ ଅତ୍ୟନ୍ତ କୃଷ୍ଣଙ୍କର ବିରହ ଦଶାରେ ଦୁଃଖିତ ହୋଇଥିଲା। ତ 3 ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ତ ଏହିପରି ଦେଖାଯାଉଛି ଭଗବାନ କୃଷ୍ଣ ଯେତେବେଳେ କଂସକୁ ବଧ କଲେ, ସେତେବେଳେ କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କ ପାଖକୁ ଆସି ନନ୍ଦ ମହାରାଜଙ୍କୁ ଆଲିଙ୍ଗନ କରି କହିଲେ, ପିତା, ଆପଣ ଅତି ଶୀଘ୍ର ବ୍ରଜକୁ ଫେରି ଯାଆନ୍ତୁ। କାହିଁକିନା ଏଠାରେ ପରବର୍ତ୍ତୀ କେମିତି କ'ଣ ଘଟଣା ଘଟିବ ତା ନିଶ୍ଚୟତା ନାହିଁ। ଏହିପରି କଂସ ଆମମାନଙ୍କୁ ଆମନ୍ତ୍ରଣ କରି ଆଣିଲେ ଏଠାକୁ ଧନୁଯଜ୍ଞରେ ଅଂଶଗ୍ରହଣ କରିବା ପାଇଁ। ଆଉ ଏଠାରେ କେତେ ପ୍ରକାର ପ୍ଲାନ୍ କରିଥିଲେ ଆମମାନଙ୍କୁ ବଧ କରିବା ପାଇଁ। ଦୈବ ପ୍ରଭାବରେ ଆମେ ଏହିପରି ସେହି ସବୁ ବିପଦରୁ ରକ୍ଷା ପାଇଛୁ। ତେଣୁ ୟା ପରେ କେଉଁ ପ୍ରକାର ଦୁର୍ଘଟଣା ଘଟିବ ଏହା କିଛି ଜଣା ନାହିଁ। ତେଣୁ ଆପଣମାନେ ଶୀଘ୍ର ବ୍ରଜକୁ ଫେରି ଯାଆନ୍ତୁ। ସେତେବେଳେ ନନ୍ଦ ମହାରାଜ କୃଷ୍ଣ ବଳରାମଙ୍କୁ ଆଲିଙ୍ଗନ କରି
ସେତେବେଳେ ନନ୍ଦ ମହାରାଜ କହୁଛନ୍ତି, ହେ କୃଷ୍ଣ, ହେ ବଳରାମ, ତୁମମାନଙ୍କର ପିତା ମାତା ଦେବକୀ ବସୁଦେବ ବର୍ତ୍ତମାନ ସୁଦ୍ଧା ବନ୍ଦୀ ଦଶାରେ ଅଛନ୍ତି। ତୁମେମାନେ ସେଠାକୁ ଯାଇ ବନ୍ଦୀ ଦଶାରୁ ଦେବକୀ ବସୁଦେବଙ୍କୁ ମୁକ୍ତ କରିଦିଅ। ସେହିପରି କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କୁ ଯେତେ ବିଦାୟ ଦେଲେ ବ୍ରଜକୁ ଫେରିଯିବା ପାଇଁ, ନନ୍ଦ ମହାରାଜ ବ୍ରଜବାସୀମାନଙ୍କ ସହ ବ୍ରଜକୁ ଫେରିଗଲେ। ଆଉ କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କ ଉପଦେଶ ଅନୁସାରେ ଏହିପରି ବନ୍ଦୀଶାଳା ଉଦ୍ଦେଶ୍ୟରେ ଯେତେ ଆସୁଥିଲେ ପିତାମାତାଙ୍କୁ ବନ୍ଦୀ ଦଶାରୁ ମୁକ୍ତ କରିବା ପାଇଁ, ଏମିତି ସମୟରେ ବାଟରେ କୃଷ୍ଣ ବଳରାମଙ୍କୁ ଦେଖି ଯେଉଁମାନେ କଂସଙ୍କର ଭୟରେ ଭୀତତ୍ରସ୍ତ ଅବସ୍ଥା ଥିଲେ, ସେମାନେ ଅତ୍ୟନ୍ତ ଉଲ୍ଲସିତ ହୋଇ, ଅତ୍ୟନ୍ତ ଆନନ୍ଦିତ ହୋଇ କୃଷ୍ଣଙ୍କ ସହିତ ମିଶୁଥିଲେ। ଆଉ ଯେଉଁମାନେ କଂସଙ୍କର ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ, ସେମାନେ ଅତ୍ୟନ୍ତ ଦୁଃଖିତ ବିଷାଦଗ୍ରସ୍ତ ଅବସ୍ଥା ରହୁଥିଲେ। ଏହିପରି କୃଷ୍ଣ ବଳରାମ ଯେତେବେଳେ ବନ୍ଦୀଶାଳାରେ ଆସି ଉପସ୍ଥିତ ହେଲେ, ଦେବକୀ ବସୁଦେବଙ୍କୁ ଅର୍ଥାତ୍ ପିତା ମାତାଙ୍କୁ ଯେତେ ପ୍ରଣାମ କରୁଛନ୍ତି, ସେତେବେଳେ ଦେବକୀ ବସୁଦେବ ବହୁତ ଦିନ ପରେ ଏ ଦୁଇ ପୁତ୍ରକୁ ଦର୍ଶନ କରିଛନ୍ତି। ତେଣୁ ସେମାନଙ୍କର ପରାକ୍ରମ କଥା ଶ୍ରବଣ କରିଥିଲେ, ବର୍ତ୍ତମାନ ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି, କରି ସେମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟ ଭାବ ପ୍ରକଟିତ ହୋଇଯାଇଥିଲା। ତେଣୁ ପୁତ୍ର ଜ୍ଞାନରେ ପୁତ୍ରକୁ ଯେପରି ଆଦର କରିବା କଥା ସେହିପରି ସେମାନେ କରିପାରିଲା ନାହିଁ। ଅର୍ଥାତ୍ ଦେବକୀ ବସୁଦେବ ପ୍ରଥମରୁ ଐଶ୍ୱର୍ଯ୍ୟ ଭାବରେ ଭାବିତ ଥିଲେ। ଅର୍ଥାତ୍ ଭଗବାନ କୃଷ୍ଣ ଯେତେ ଜନ୍ମଲୀଳା ପ୍ରଦର୍ଶନ କରିଥିଲେ ସେତେବେଳେ ଦେବକୀ ବସୁଦେବଙ୍କ ସମ୍ମୁଖରେ ଚତୁର୍ଭୁଜ ରୂପରେ ପ୍ରକଟିତ ହୋଇଥିଲା। ଶଙ୍ଖ ଚକ୍ର ଗଦା ପଦ୍ମ ସସଜ୍ଜିତ, ମୁଣ୍ଡରେ ମୁକୁଟ, ପରନେ ପୀତବାସ, ବେକରେ ବୈଜୟନ୍ତୀମାଳା, ଏହିପରି ସସଜ୍ଜିତ ଅବସ୍ଥାରେ ଜନ୍ମଲୀଳା ପ୍ରଦର୍ଶନ କରିଥିଲେ। ତେଣୁ ଦେବକୀ ବସୁଦେବ ଏ ଭଗବାନଙ୍କୁ ଏହିପରି ଭାବେ ଦର୍ଶନ କରି ସେମାନଙ୍କ ମଧ୍ୟରୁ ଐଶ୍ୱର୍ଯ୍ୟ ଭାବ ପ୍ରକଟିତ ହୋଇଥିଲା। କଂସଙ୍କର ହାତରୁ ଲୁଚାଇବା ପାଇଁ ଦେବକୀ ବସୁଦେବ ହାତ ଯୋଡ଼ିକରି ସେହି ଭଗବାନଙ୍କ ଚରଣ ପ୍ରାର୍ଥନା କରିଥିଲେ ଯେ ଶିଶୁ ରୂପ ଧାରଣ କରିବା ପାଇଁ। ତ ଭଗବାନ ସାଙ୍ଗେ ସାଙ୍ଗେ ଦ୍ୱିଭୁଜ ଏକ ଶିଶୁ ରୂପ ଧାରଣ କଲେ। ଆଉ ସେହି ଅବସ୍ଥା ନିର୍ଦ୍ଦେଶ ଦେଲେ, ମୋତେ ଏଇଠୁରୁ ନେଇ ଗୋକୁଳ ମହାବନରେ ନନ୍ଦ ଯଶୋଦାଙ୍କ ଭବନ ରଖିଦିଏ ଆସେ। ଏଇ କଥା ହେଇଥିଲା। ତେଣୁ ଦେବକୀ ବସୁଦେବଙ୍କ ମଧ୍ୟରୁ ଏ ମୂଳରୁ ଐଶ୍ୱର୍ଯ୍ୟ ଭାବ। ୟା ଭିତରେ କୃଷ୍ଣ ବଳରାମ ବୃନ୍ଦାବନରେ ଏହିପରି ନନ୍ଦ ମହାରାଜ ଯଶୋଦା ମାତାଙ୍କ ଦ୍ୱାରା ଏହିପରି ବିବିଧ ପ୍ରକାର ବାତ୍ସଲ୍ୟ ଲୀଳା, ସେଠାରେ ବାତ୍ସଲ୍ୟ ରସ ଆସ୍ୱାଦନ କରିଥିଲେ। ସେଠାରେ ଭଗବାନ କୃଷ୍ଣ ନନ୍ଦ ଯଶୋଦାଙ୍କ ସହିତ ବାଲ୍ୟ, ପୌଗଣ୍ଡ, କିଶୋର ଏସବୁ ଲୀଳା ରସ ଆସ୍ୱାଦନ କରିଥିଲେ। କିନ୍ତୁ ଏଠାରେ ଦେବକୀ ବସୁଦେବ ସେହି ସବୁ ଲୀଳାରେ ବଞ୍ଚିତ ଥିଲା। ଆଉ ଦେବକୀ ବସୁଦେବ କେବଳ କୃଷ୍ଣକୁ ଦେଖିଥିଲେ, କିନ୍ତୁ ବଳରାମକୁ ଦେଖିନଥିଲେ। ଆଉ ସେଇ କୃଷ୍ଣ ବଳରାମ ଯେତେବେଳେ ବୃନ୍ଦାବନରୁ ମଥୁରାକୁ ଆସିଲେ, ସେତେ କୃଷ୍ଣଙ୍କର ବୟସ ଥିଲା 10 ବର୍ଷ 7 ମାସ। ଅର୍ଥାତ୍ କୃଷ୍ଣ ପ୍ରଥମ ଗୋକୁଳ ମହାବନରେ 3 ବର୍ଷ 4 ମାସ ଥିଲେ। ଏହାକୁ କୁହାଯାଉଛି ବାଲ୍ୟ ଅବସ୍ଥା, ବା ଏହାକୁ କୁହାଯାଉଛି ବାଲ୍ୟ ଅବସ୍ଥା। ବାଲ୍ୟ ଅବସ୍ଥା ପରେ 6ରୁ
10 ବର୍ଷ ବୟସ, ଏହାକୁ କୁହାଯାଏ ପୌଗଣ୍ଡ। କିନ୍ତୁ ଭଗବାନ କୃଷ୍ଣ ଗୋକୁଳ ମହାବନରେ 3 ବର୍ଷ 4 ମାସ ଏହିପରି ବାଲ୍ୟଲୀଳା ସମାପ୍ତ କରିଥିଲେ। ବାଲ୍ୟଲୀଳା ସମାପ୍ତ ପରେ ସେ 3 ବର୍ଷ 4 ମାସରେ ସେ ପୌଗଣ୍ଡ ଲୀଳାରେ ପଶିଗଲା। ତ ସେତେବେଳେ ବୃନ୍ଦାବନରେ 6 ବର୍ଷ 8 ମାସ এই পৌগণ্ড লীলা। ତାପରେ ନନ୍ଦଗ୍ରାମ, ସେଇଠୁ ନନ୍ଦଗ୍ରାମକୁ ଯାଇ ସେଠାରେ এই কিশোর লীলা, কৈশোর লীলা অর্থাৎ কৈশোর লীলা সেটারে সমাপ্ত করলে। তো কৈশোর লীলা সে 10 ବର୍ଷ 7 ମାସ এই অবস্থাରେ ସେ ରହିଲେ। এই অবস্থাରେ ଭଗବାନ କୃଷ୍ଣ ବୃନ୍ଦାବନରୁ ମଥୁରାକୁ ଆସିଥିଲେ। আর সেই ଭଗବାନ କୃଷ୍ଣ ଆସିଥିଲେ 10 ବର୍ଷ 7 ମାସ ବୟସରେ ଚୈତ୍ର ମାସ ଏକାଦଶୀ ତିଥିରେ। ଏକାଦଶୀ ତିଥିରେ ଆସି ମଥୁରାରେ ଏ ଚତୁର୍ଦ୍ଦଶୀ ତିଥିରେ କଂସକୁ ବଧ କଲେ। ତ ସେଇ କୃଷ୍ଣ ବଳରାମ ବର୍ତ୍ତମାନ ନନ୍ଦ ମହାରାଜଙ୍କର ନିର୍ଦ୍ଦେଶରେ ନିଜ ପିତା ମାତା ଦେବକୀ ବସୁଦେବଙ୍କୁ ବନ୍ଦୀ ଦଶାରୁ ମୁକ୍ତ କରିବା ପାଇଁ ସେଟାକୁ ଯେତେବେଳେ ଆସିଲେ ଏବଂ ଆସି କୃଷ୍ଣ ବଳରାମ ଦେବକୀ ବସୁଦେବଙ୍କୁ ଯେତେବେଳେ ପ୍ରଣାମ କରିଛନ୍ତି, କିନ୍ତୁ ଦେବକୀ ବସୁଦେବ ପୁତ୍ର ଭାବରେ ଆଦର କରିପାରିଲା ନାହିଁ। କାହିଁକିନା ମୂଳରୁ ସେଇ ଐଶ୍ୱର୍ଯ୍ୟ ଭାବ ସେମାନଙ୍କ ମଧ୍ୟରେ ପ୍ରକଟିତ ହେଇଥିଲା। ଆଉ ଦେବକୀ ବସୁଦେବ ସର୍ବଦା ଇଏ କଥା ଜାଣୁଥିଲେ ଯେ କୃଷ୍ଣ ବଳରାମ ବୃନ୍ଦାବନରେ ଯେତେବେଳେ ଥିଲେ ସେତେବେଳେ କଂସଙ୍କ ଦ୍ୱାରା ପ୍ରେରିତ ହୋଇ କେତେ ବଡ଼ ବଡ଼ ଅସୁର ଏ କୃଷ୍ଣ ବଳରାମଙ୍କୁ ସଂହାର କରିବା ପାଇଁ ସେଠାକୁ ଯାଇଥିଲେ। ଆଉ କୃଷ୍ଣ ବଳରାମ ସେଇ ସବୁ ଦୁର୍ଦ୍ଧର୍ଷ ଅସୁର ଏମାନଙ୍କୁ ସମସ୍ତଙ୍କୁ ବିନା ଅସ୍ତ୍ରରେ ସଂହାର କରିଥିଲେ। ଏସବୁ କଥା ଦେବକୀ ବସୁଦେବ ଶ୍ରବଣ କରିଥିଲେ। କୃଷ୍ଣ ବଳରାମଙ୍କର ପରାକ୍ରମ କଥା, ଏମିତି କ'ଣ କୃଷ୍ଣ ଏ ଗୋବର୍ଦ୍ଧନ ପର୍ବତ ଧାରଣ କରି 7 ଦିନ 7 ରାତ୍ରି ବାମ ହାତ କନିଷ୍ଠ ଅଙ୍ଗୁଳି ରୂପ 7 ଦିନ 7 ରାତ୍ରି ଧାରଣ କରି ଇନ୍ଦ୍ରଙ୍କ କ୍ରୋଧରୁ ବ୍ରଜବାସୀମାନଙ୍କୁ ରକ୍ଷା କରିଥିଲା। ବ୍ରଜବାସୀମାନଙ୍କର ପଶୁମାନଙ୍କ ସହ ରକ୍ଷା କରିଥିଲା। ଏସବୁ କଥା ସମସ୍ତେ ସବୁ କଥା ଦେବକୀ ବସୁଦେବ ଶୁଣୁଥିଲେ। ପୁଣି ସେଇ କୃଷ୍ଣ ଏକ ଭୟଙ୍କର ବିଷ ଉଦ୍ଗାରକାରୀ ସେ କାଳିୟକୁ ସଂହାର କରି କାଳିୟକୁ ଦମନ କରୁଥିଲେ ଏବଂ ସେ କୃଷ୍ଣ সেই କାଳିୟକୁ ଯମୁନା ହ୍ରଦରୁ ସେଇଠୁ ରମନକ ଦ୍ୱୀପରେ ପ୍ରେରିତ କରିଥିଲେ। ଏହିପରି ଯମୁନା ଜଳ ବିଷଶୂନ୍ୟ କରାଇଥିଲେ, ନିର୍ମଳ କରାଇଥିଲେ। ଏସବୁ କଥା ଦେବକୀ ବସୁଦେବ ଲୋକ ମୁଖରୁ ସବୁ ଶ୍ରବଣ କଲେ। ବିଶେଷ କରି ନନ୍ଦ ମହାରାଜଙ୍କ ମୁଖରୁ ବସୁଦେବ ଦେବକୀ ସବୁ ଶୁଣୁଥିଲେ। ଏହିପରି ଭାବରେ ଦେଖାଯାଉଛି ସେଇ କୃଷ୍ଣ ଏହିପରି ଦାବାଗ୍ନିରୁ ବ୍ରଜ ଗୋବତ୍ସ ଗୋପ ଶାଖାମାନଙ୍କୁ ରକ୍ଷା କରିଥିଲେ। ଅର୍ଥାତ୍ ଦାବାଗ୍ନି ଗ୍ରାସ କରି ଗୋବତ୍ସମାନଙ୍କ ସହ ଗୋପ ଶାଖାମାନଙ୍କୁ ରକ୍ଷା କରିଥିଲେ। ଏସବୁ ଅପୂର୍ବ କୀର୍ତ୍ତିର କଥା ଦେବକୀ ବସୁଦେବ ଶ୍ରବଣ କରିଥିଲେ। ତେଣୁ ସେମାନଙ୍କ ମଧ୍ୟରୁ ଏହିପରି ଐଶ୍ୱର୍ଯ୍ୟ ଭାବ ସର୍ବଦା ବିଦ୍ୟମାନ ଥିଲା। ନିଜର ପୁତ୍ର ଏତେ ଦିନ ପରେ ଅର୍ଥାତ୍ କୃଷ୍ଣଙ୍କର ବୟସ ସେତେବେଳେ 10 ବର୍ଷ 7 ମାସ ଜନ୍ମରୁ ସେଇ ଦିନରୁ କୃଷ୍ଣ ମଥୁରା ଛାଡ଼ି ଏ ଗୋକୁଳ ମହାବନକୁ ଚାଲି ଯାଇଥିଲା। ଏହି ପ୍ରସଙ୍ଗରେ ଯେମିତି ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଲେ, ବହୁତ ସବୁ ପ୍ରଶ୍ନ ବିଶେଷ କରି 6ଟି ନା 8ଟି ପ୍ରଶ୍ନ ପଚାରିଥିଲେ। ସେସବୁ ପ୍ରଶ୍ନମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଥିଲା, କୃଷ୍ଣ କାହିଁକି ମଥୁରା ଛାଡ଼ି ବୃନ୍ଦାବନକୁ ଯାଇଥିଲେ?
ଅର୍ଥାତ୍ ଗୋକୁଳ ମହାବନକୁ ଯାଇଥିଲେ। ତ ଏଇ ପ୍ରସଙ୍ଗରେ ଏଇସବୁ କଥା ତ ଏଠାରେ ଦେଖାଯାଉଛି ସେଇ କୃଷ୍ଣ ଜନ୍ମ ପରରୁ ସାଙ୍ଗେ ସାଙ୍ଗେ ପିତାମାତାକୁ ଛାଡ଼ି ମଥୁରାରୁ ସେ ଗୋକୁଳ ମହାବନକୁ ଯାଇଥିଲେ। ଆଉ ଏତେ ଦିନ ପରେ ଅର୍ଥାତ୍ କୃଷ୍ଣ ସେଠାରେ ମାତା ଯଶୋଦା ନନ୍ଦଙ୍କର ସହିତ ବାତ୍ସଲ୍ୟ ଉପଭୋଗ କଲେ। ଏହିପରି ବାଲ୍ୟଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳା ସମାପ୍ତ କରି ବର୍ତ୍ତମାନ ବୃନ୍ଦାବନରୁ ମଥୁରାକୁ ଆସି କଂସକୁ ବଧ କରି ଯେତେବେଳେ ସେମାନଙ୍କ ସମ୍ମୁଖରେ ଆସି ଉପସ୍ଥିତ ହୋଇଛନ୍ତି, ସେତେବେଳେ ଏ ଦେବକୀ ବସୁଦେବ ପୁତ୍ର ଜ୍ଞାନରେ ସେ ଆଦର କରିପାରିଲା ନାହିଁ। ସେମାନଙ୍କ ମଧ୍ୟରେ ସର୍ବଦା ଭଗବତ୍ତା ଭାବ, ଐଶ୍ୱର୍ଯ୍ୟ ଭାବ ପ୍ରକଟିତ ଥିଲା। ଯଦିଓ କୃଷ୍ଣ ବଳରାମ ପିତାମାତା ଜ୍ଞାନରେ ସେମାନଙ୍କୁ ପ୍ରଣାମ କରିଛନ୍ତି, କିନ୍ତୁ ଦେବକୀ ବସୁଦେବ ପୁତ୍ର ଜ୍ଞାନରେ ସେହିପରି ଆଦର କରିପାରିଲା ନାହିଁ। ସେମାନଙ୍କ ମଧ୍ୟରେ ଏହିପରି ବାତ୍ସଲ୍ୟ ଭାବ ପ୍ରକଟିତ ହୋଇପାରିଲା ନାହିଁ। ଐଶ୍ୱର୍ଯ୍ୟ ଭାବ ପ୍ରକଟିତ ଥିବା ଯୋଗୁଁ ସେମାନେ ନୀରବ ରହିଲେ। ତ ସେତେବେଳେ କୃଷ୍ଣ ଚିନ୍ତା କଲେ ଯେ ଏହିପରି ଭାବ ୟାକୁ ଦୂର କରାଇବାକୁ ହେବ, ବାତ୍ସଲ୍ୟ ଭାବ ପ୍ରକଟ କରାଇବାକୁ ହେବ। ତ କୃଷ୍ଣଙ୍କର ଲୀଳା ସହାୟତା କରନ୍ତି। କୃଷ୍ଣଙ୍କର ଅନ୍ତରଙ୍ଗା ଶକ୍ତି ଏ ଯୋଗମାୟା। ତ ଯୋଗମାୟା ଦ୍ୱାରା ଏହିସବୁ କାର୍ଯ୍ୟ ସମ୍ପାଦିତ ହୁଏ। ତେଣୁ ଭଗବାନ କୃଷ୍ଣ ଯୋଗମାୟାକୁ ନିର୍ଦ୍ଦେଶ ଦେଲେ ପିତାମାତା ଦେବକୀ ବସୁଦେବଙ୍କ ମଧ୍ୟରେ ଐଶ୍ୱର୍ଯ୍ୟ ଭାବ ଦୂରୀଭୂତ କରାଇ ସେମାନଙ୍କ ମଧ୍ୟରେ ବାତ୍ସଲ୍ୟ ଭାବ ପ୍ରକଟିତ କରିବା ପାଇଁ। ତେଣୁ ଏ ଶ୍ଲୋକରେ এই কথা କୁହାଯାଉଛି, ন ଲବ୍ଧ ଦୈବ ହତୟୋ ବାସ ন ଭବଦନ୍ତିକେ ଯାଂ ବାଲା ପିତୃଗୃହସ୍ଥା ବିନ୍ଦନ୍ତେ ଲାଳିତ ମୁଦମ୍। ଅଧିକାଂଶ ଶିଶୁ ସେମାନଙ୍କ ପିତାମାତାଙ୍କ ଗୃହରେ ଯାହା ଉପଭୋଗ କରନ୍ତି, ଭାଗ୍ୟ ଦ୍ୱାରା ବଞ୍ଚିତ ହୋଇ ଆପଣମାନଙ୍କ ସଙ୍ଗରେ ବାସ କରି ନପାରି ଆମ୍ଭେମାନେ ସେହି ଆଦର ଓ ସୁଖ ଉପଭୋଗ କରିପାରିଲୁ ନାହିଁ। ଭଗବାନ କୃଷ୍ଣ ନିଜ ମୁଖରେ ଏହି କଥା କହୁଛନ୍ତି। ମାନେ କୃଷ୍ଣ ଜନ୍ମରୁ ଦୈବବଶତଃ ପିତାମାତାଙ୍କ ଠାରୁ ଅଲଗା ହୋଇଗଲେ। ଆଉ ଦେବକୀ ବସୁଦେବ ଏହିପରି ପୁତ୍ର ଜନ୍ମ ଦେଇ ପୁତ୍ରଙ୍କ ଠାରୁ ଅଲଗା ହୋଇ ରହିଲେ। ବାତ୍ସଲ୍ୟ ରସ କେହି ଉପଭୋଗ କରିପାରିଲା ନାହିଁ। ତେଣୁ କୃଷ୍ଣ ଏଠାରେ କହୁଛନ୍ତି ଯେ ଆପଣମାନଙ୍କ ସଙ୍ଗରେ ବାସ କରି ନପାରି ଆମେମାନେ ସେହି ଆଦର ଓ ସୁଖ ଉପଭୋଗ କରିପାରିଲୁ ନାହିଁ। ତ ବଳରାମ ଆସିଥିଲେ ଦେବକୀଙ୍କ ସପ୍ତମ ଗର୍ଭରେ, ଆଉ ଭଗବାନ କୃଷ୍ଣ ଆସିଥିଲେ ଦେବକୀଙ୍କ ଅଷ୍ଟମ ଗର୍ଭରେ। ତ କୃଷ୍ଣ ଏ ଦେବକୀ ବସୁଦେବଙ୍କ ସମ୍ମୁଖରେ ଜନ୍ମଲୀଳା ପ୍ରଦର୍ଶନ କରିଥିଲେ। ତେଣୁ କୃଷ୍ଣକୁ କେବଳ ଦର୍ଶନ କରିଥିଲେ ଦେବକୀ ବସୁଦେବ, କିନ୍ତୁ ବଳରାମକୁ କେବେ ହେଲେ ଦେବକୀ ବସୁଦେବ ଦର୍ଶନ କରିନଥିଲେ। ତ ସେଇ ଦୁଇ ପୁତ୍ର ଯେତେବେଳେ ଏହିପରି କଂସକୁ ବଧ କରି ସେମାନଙ୍କ ସମ୍ମୁଖରେ ଆସି ଉପସ୍ଥିତ ହୋଇଗଲେ, ସେଇମାନଙ୍କ ସେ ପରାକ୍ରମ କଥା, ଏହିପରି ଏକ ମହାପରାକ୍ରମ ଅସୁର କଂସକୁ ବଧ କରିଛନ୍ତି, ଏହିସବୁ ପ୍ରତ୍ୟକ୍ଷ ଦେଖି ସେମାନେ ସ୍ତମ୍ଭୀଭୂତ ହୋଇ ରହିଥିଲେ। ତେଣୁ ବାତ୍ସଲ୍ୟ ଭାବ ପ୍ରକଟିତ ହୋଇପାରିଲା ନାହିଁ। ତେଣୁ ପୁତ୍ର ଜ୍ଞାନରେ ପୁତ୍ର ଜ୍ଞାନରେ କୃଷ୍ଣ ବଳରାମଙ୍କୁ ଆଦର କରିପାରିଲା ନାହିଁ, ସ୍ନେହ କରିପାରିଲା ନାହିଁ। ଇଏ ମଥୁରା ହେଉଛି ଐଶ୍ୱର୍ଯ୍ୟ ଭାବ ସେଠାରେ ପ୍ରାଧାନ୍ୟ ଲାଭ କରିଛି। କିନ୍ତୁ ବୃନ୍ଦାବନରେ ଆମେ ଦେଖିବା ସେଠାରେ ଐଶ୍ୱର୍ଯ୍ୟ ଭାବ ପ୍ରକଟିତ ହେଲେ ବି କେବେ ହେଲେ ନନ୍ଦ ଯଶୋଦା କୃଷ୍ଣକୁ ଭଗବାନ ହିସାବରେ ମାନୁନଥିଲେ। ଏମିତି କ'ଣ ବ୍ରଜବାସୀମାନେ କେହି କୃଷ୍ଣକୁ ଭଗବାନ ଜ୍ଞାନରେ ଦେଖୁନଥିଲେ। ସେମାନଙ୍କ ନିଜ ଲୋକ। ଏହିପରି ଭାବରେ ଭଗବାନ କୃଷ୍ଣ ସେମାନଙ୍କ ସହିତ ଅତି ଅନ୍ତରଙ୍ଗ ଭାବରେ ମିଳିତ ହୋଇ ଭିନ୍ନ ଭିନ୍ନ ରସ ସବୁ ଆସ୍ୱାଦନ କରିଛନ୍ତି। କେହି ପୁତ୍ର ଜ୍ଞାନରେ,
କେହି ସଖା ଜ୍ଞାନରେ, କେହି ପ୍ରେମିକ ଜ୍ଞାନରେ ଏହିପରି ଭିନ୍ନ ଭିନ୍ନ ମଧୁର ରସ ଆସ୍ୱାଦନ କରିଛନ୍ତି, ପ୍ରେମ ରସ ସବୁ ଆସ୍ୱାଦନ କରିଛନ୍ତି। ତେଣୁ ଚୈତନ୍ୟ ଚରିତାମୃତ କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ମୋର ପୁତ୍ର, ମୋର ସଖା, ମୋର ପ୍ରାଣପତି, এই ভাবে যেই মরে করে শুদ্ধ ভক্তি, ইয়াকে শুদ্ধ ভক্তি কুହାଯାଉଛି। କେହି ମାନେ ପୁତ୍ର ଜ୍ଞାନରେ, କେହି ସଖା ଜ୍ଞାନରେ, କେହି ପ୍ରେମିକ ଜ୍ଞାନରେ, ପ୍ରାଣପତି ଜ୍ଞାନରେ ଏହିପରି କୃଷ୍ଣଙ୍କ ସହିତ ସମ୍ବନ୍ଧିତ ହୋଇ ଏହିପରି ଭିନ୍ନ ଭିନ୍ନ ଚମତ୍କାରପୂର୍ଣ୍ଣ, ଅତି ଆକର୍ଷଣୀୟ ମଧୁର ପ୍ରେମ ରସ ଆସ୍ୱାଦନ କରିଛନ୍ତି। ତେଣୁ ବୃନ୍ଦାବନରେ ଏହିପରି ଭଗବାନ ମାଧୁର୍ଯ୍ୟ ଲୀଳା ପ୍ରକଟ କରିଥିଲେ। ଅର୍ଥାତ୍ ସେଥିଲାଗି ଏଠାରେ କୁହାଯାଉଛି ଭଗବାନ କୃଷ୍ଣଙ୍କର ମଧ୍ୟରେ ଏ ମାଧୁର୍ଯ୍ୟ ପ୍ରାଧାନ୍ୟ ଲାଭ କରିବା ଯୋଗୁଁ ଭଗବାନଙ୍କ ସେଇ ସ୍ୱରୂପ ହେଉଛି ଅସଲ ସ୍ୱରୂପ। ଭଗବାନଙ୍କ ଯେତେ ଅବତାର ମାନେ ଅଛନ୍ତି, ଅବତାରମାନଙ୍କ ମଧ୍ୟରୁ ଏ ଗୋବିନ୍ଦ ସ୍ୱରୂପ ଅର୍ଥାତ୍ ବୃନ୍ଦାବନ ଯେ ଗୋଚାରଣ ଲୀଳା ସ୍ୱରୂପ, ଏହା ହେଉଛି ଭଗବାନଙ୍କର ଅସଲ ସ୍ୱରୂପ। ତେଣୁ ଏ ସୁଖଦେବ ଗୋସ୍ୱାମୀ ଏହି କଥା କହୁଛନ୍ତି, ମାଧୁର୍ଯ୍ୟ ଭଗବତ୍ତା ସାର ବ୍ରଜ କହିଲ ପରଚାର। ପରଚାର ମାନେ ପ୍ରକାଶ କରିଛନ୍ତି। ବୃନ୍ଦାବନରେ ଭଗବାନ କୃଷ୍ଣ ମାଧୁର୍ଯ୍ୟ ଲୀଳା ପ୍ରକାଶ କରିଛନ୍ତି। କିଏ ବର୍ଣ୍ଣନା କରିଛି? ତାହା ସୁଖ ବ୍ୟାସର ନନ୍ଦନ। ବ୍ୟାସଦେବଙ୍କର ପୁତ୍ର ସୁଖଦେବ ଗୋସ୍ୱାମୀ এই লীলা কথা ବର୍ଣ୍ଣନା କରିଥିଲେ। କେଉଁଠି? ଭାଗବତ ନାନା ସ୍ଥାନେ, ଭାଗବତ ଭିନ୍ନ ଭିନ୍ନ ଜାଗାରେ କୃଷ୍ଣଙ୍କର ଲୀଳା କଥା ସବୁ ବ୍ୟକ୍ତ କରିଛନ୍ତି। ସେହିସବୁ ଚମତ୍କାରପୂର୍ଣ୍ଣ, ଅତି ଆକର୍ଷଣୀୟ, ଅତି ମାଧୁର୍ଯ୍ୟମୟ ଲୀଳା କଥା ଯେତେବେଳେ ଭକ୍ତମାନଙ୍କର ମୁଖରୁ କେହି ଶ୍ରବଣ କରିବେ, ତାହେଲେ ସେ ଆନନ୍ଦ ସାଗରରେ ନିମଜ୍ଜିତ ହେବେ। ସେ ତ କୃଷ୍ଣଙ୍କର ପ୍ରତି ଆସକ୍ତ ବଢ଼ିଯିବ। আর কৃষ্ণଙ୍କ ପ୍ରତି ଆସକ୍ତି ବଢ଼ିଗଲା ମାନେ ତାର ସମସ୍ତ ଭୌତିକ ଆସକ୍ତି ନାଶ ହୋଇଯିବ। ସେ ତାଙ୍କର ପାଇଁ ମୁକ୍ତିର ଦ୍ୱାର ଖୋଲିଯିବ। ତେଣୁ ଭଗବାନ ବ୍ରହ୍ମାଙ୍କ ଦିନ ମଧ୍ୟରୁ ଏ ଜଗତକୁ ଥରେ ଆସନ୍ତି, ଏହିପରି ଚମତ୍କାରପୂର୍ଣ୍ଣ ଲୀଳା ପ୍ରଦର୍ଶନ କରନ୍ତି। ଯେଉଁ ଲୀଳା କଥା କେହି ଯଦି ଭକ୍ତ ସଙ୍ଗ କରି সেই ଭଗବାନଙ୍କ ଲୀଳା କଥା ଶ୍ରବଣ କରିବେ, ସ୍ୱତଃ ସେ କୃଷ୍ଣ ଭାବନାରେ ଭାବିତ ହୋଇଯିବ। ତାହାର ସମସ୍ତ ଜଡ଼ବନ୍ଧନ ଛିନ୍ନ ହୋଇଯିବ। ତେଣୁ ଭାଗବତ ଏକ ପ୍ରସିଦ୍ଧ ଶ୍ଲୋକ ରହିଛି, ଅନୁଗ୍ରହାୟ ଭକ୍ତାନାଂ ମାନସିଂ ଦେହ ମାଶ୍ରିତ ଭଜତେ ତାଦୃଶ କ୍ରୀଡ଼ା ଯଶ୍ରୁତା ତତ୍ପର ଭବ। ଅର୍ଥାତ୍ ଏଠାରେ କୁହାଯାଉଛି ଯେ ଅନୁଗ୍ରହ ମାନେ କୃପା କରିବା ପାଇଁ ଭଗବାନ ଏ ବଦ୍ଧ ଜୀବମାନଙ୍କ ପ୍ରତି କୃପା କରିବା ପାଇଁ ସେ ନିଜ ଧାମ ଗୋଲକ ବୃନ୍ଦାବନ ଛାଡ଼ି ମନୁଷ୍ୟ ରୂପ ଧାରଣ କରି ଏଠାକୁ ଆସି ଚମତ୍କାରପୂର୍ଣ୍ଣ ଲୀଳା ପ୍ରଦର୍ଶନ କରନ୍ତି। ବାତ୍ସଲ୍ୟ ଲୀଳା ଏ ଅତି ଚମତ୍କାରପୂର୍ଣ୍ଣ ବାତ୍ସଲ୍ୟ ଲୀଳା, ଏହିପରି କୁହାଯାଉଛି କୈଶୋର ଲୀଳା, ରାସଲୀଳା ଆଦି। ଆଉ ଏଠାରେ ବର୍ତ୍ତମାନ ସେସବୁ ଲୀଳା ସମାପ୍ତ ପରେ ମଥୁରାରେ ଆସି ଅସୁର ମାରଣ ଲୀଳା। ବୃନ୍ଦାବନର ଅସୁର ସଂହାର କରୁଥିଲେ ବିନା ଅସ୍ତ୍ରରେ। କଂସଙ୍କ ଦ୍ୱାରା ପ୍ରେରିତ ଯେତେ ଅସୁର ବୃନ୍ଦାବନକୁ ଯାଇଥିଲେ, କେହି ଆଉ ପ୍ରାଣ ନେଇ ଫେରି ଆସିପାରିନଥିଲେ। କୃଷ୍ଣଙ୍କ ହାତରେ ସମସ୍ତେ ମୃତ୍ୟୁବରଣ କରିଥିଲେ, କୃଷ୍ଣ ବଳରାମଙ୍କ ହାତରେ। ଏହିପରି ବିନା ଅସ୍ତ୍ର, କାହିଁକିନା ବୃନ୍ଦାବନ ସେଟା ତାହା ହେଉଛି ରାଧାରାଣୀଙ୍କର ସ୍ଥାନ। ସେଠାରେ ଭଗବାନ କେବଳ ଅସ୍ତ୍ର ଧାରଣ କରିପାରିବେ ନାହିଁ, ମାଧୁର୍ଯ୍ୟମୟ ଧାମ। ତେଣୁ ଅସ୍ତ୍ର ଦ୍ୱାରା କାହାକୁ ସଂହାର କରିନଥିଲେ। ସେଠାରେ କୃଷ୍ଣ ବଳରାମ ଏହିପରି ବିନା ଅସ୍ତ୍ରରେ କଂସଙ୍କ ଦ୍ୱାରା ପ୍ରେରିତ ଯେତେ ଅସୁରମାନଙ୍କୁ ସଂହାର କରିଥିଲେ। କିନ୍ତୁ ସେହି କୃଷ୍ଣ ବଳରାମ ଯେତେବେଳେ ବୃନ୍ଦାବନ ଛାଡ଼ି ମଥୁରାକୁ ଆସିଲେ, ଏଠାରେ ସେଇମାନେ ଏ ଅସ୍ତ୍ର ଧାରଣ କଲେ। କାହିଁକିନା ମଥୁରା ଏ ରାଧାରାଣୀଙ୍କ ସ୍ଥାନ ନ ହେବା ଯୋଗୁଁ, ଏଠାରେ ରାଧାରାଣୀ ନଥିବା ଯୋଗୁଁ କୃଷ୍ଣ ବଳରାମ ଏଠାରେ ବାସୁଦେବ ସ୍ୱରୂପରେ ଅସ୍ତ୍ର ଧାରଣ କରି ଅସୁରମାନଙ୍କୁ ସଂହାର କରିଛନ୍ତି। ତ ସେଇ ଲୀଳା ବର୍ତ୍ତମାନ ଏଠାରେ ଆରମ୍ଭ ହୋଇଯାଇଛି। କି
ମଥୁରାରେ। ସେହିପରି ସେଇ କୃଷ୍ଣ ବଳରାମଙ୍କ ପରାକ୍ରମ ଏସବୁ କଥା ଦେବକୀ ବସୁଦେବ ସବୁ ଜାଣିଥିଲେ, କିନ୍ତୁ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କର ମୁଖରୁ ଅନନ୍ତ କୋଟି ବ୍ରହ୍ମାଣ୍ଡ ଦର୍ଶନ କରି ସୁଦ୍ଧା ଯଶୋଦା ମାତା କେବେ ହେଲେ ସେଇ କୃଷ୍ଣକୁ ଐଶ୍ୱର୍ଯ୍ୟ ଭାବରେ ତାଙ୍କୁ ପ୍ରଣାମ କରିନଥିଲେ। ଭଗବତ୍ତା ଜ୍ଞାନ ତାଙ୍କୁ ପ୍ରଣାମ କରିଥିଲେ। ନିଜର ଶିଶୁ ସନ୍ତାନ ହିସାବରେ ସେ ଏହିପରି ତାଙ୍କ ସହିତ ବାତ୍ସଲ୍ୟ ରସ ଆସ୍ୱାଦନ କରିଛନ୍ତି। ବାତ୍ସଲ୍ୟ ସୁଖ, ବାତ୍ସଲ୍ୟ ଆନନ୍ଦ ଉପଭୋଗ କରିଛନ୍ତି। ତ ସେଇ କୃଷ୍ଣ ବଳରାମ ଯେତେବେଳେ ଦେବକୀ ବସୁଦେବଙ୍କ ସମ୍ମୁଖରେ ଆସି ଉପସ୍ଥିତ ହୋଇଛନ୍ତି, ତ ଦେବକୀ ବସୁଦେବଙ୍କୁ ପ୍ରଣାମ କରିଛନ୍ତି। କିନ୍ତୁ ଦେବକୀ ବସୁଦେବ ଦୁଇ ପୁତ୍ରଙ୍କ ପୁତ୍ର ଜ୍ଞାନରେ ସେ ସ୍ନେହ ପ୍ରଦର୍ଶନ କରି ପାରିନଥିଲେ, ଆଦର ପ୍ରଦର୍ଶନ କରି ପାରିନଥିଲେ। ତେଣୁ ଯୋଗ ମାୟାକୁ ନିର୍ଦ୍ଦେଶ ଦେଇଥିଲେ ଭଗବାନ କୃଷ୍ଣ ଏ ଐଶ୍ୱର୍ଯ୍ୟ ଭାବ ଦୂର କରାଇ ଏମାନଙ୍କ ମଧ୍ୟରେ ବାତ୍ସଲ୍ୟ ଭାବ ପ୍ରକଟ କରିବା ପାଇଁ। ଏଠାରେ ପ୍ରଭୁପାଦ ଏହି ଶ୍ଲୋକରେ ଭାବାର୍ଥରେ କହୁଛନ୍ତି, ଏଠାରେ ଶ୍ରୀକୃଷ୍ଣ ନିର୍ଦ୍ଦିଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଯେ ତାଙ୍କର ଏବଂ ବଳରାମଙ୍କର ବିରହରେ ତାଙ୍କର ପିତାମାତା ଯେ କେବଳ ମାତ୍ର ଦୁଃଖ ଅନୁଭବ କରିଥିଲେ ତାହା ନୁହେଁ, ଦୁଇ ବାଳକ କୃଷ୍ଣ ଓ ବଳରାମ ମଧ୍ୟ ସେମାନଙ୍କ ପିତାମାତାଙ୍କ ଠାରୁ ବିଚ୍ଛିନ୍ନ ହୋଇ କଷ୍ଟ ଭୋଗ କରିଥିଲେ। କାହିଁକି ଏମିତି ହେଲା ନା, ଏହାକୁ କୁହାଯାଉଛି ଏହି ଶ୍ଲୋକରେ ଦୈବ ହତ। ଦୈବ ହତ ମାନେ ଭାଗ୍ୟ ଦ୍ୱାରା ହତୟ, ବଞ୍ଚିତ ହୋଇଛନ୍ତି। ଭାଗ୍ୟ କହିଲେ କ'ଣ କୁହାଯାଉଛି ଏଠାରେ ନା, ଦେବକୀ ବସୁଦେବଙ୍କ ଯେତେ ବିବାହ ହେଲା ଆଉ ସେଇ ରଥରେ ବସାଇ କଂସ ଯେତେବେଳେ ସାରଥୀ ରୂପରେ ଏ ରଥ ଚାଳନା କରୁଥିଲେ, ଏମିତି ସମୟ ଆକାଶବାଣୀ ହୋଇଥିଲା, ହେ ମୂର୍ଖ କଂସ, ତୁ ଯାହାକୁ ଏତେ ଆଦର କରି ନେଇଯାଉଛୁ ସେଇ ଦେବକୀଙ୍କ ଅଷ୍ଟମ ଗର୍ଭରେ ସନ୍ତାନ ହାତରେ ତୋର ମୃତ୍ୟୁ ହେବ। ଯେତେ ଏ ଆକାଶବାଣୀ ଶୁଣିଲା, ସେ ଆକାଶବାଣୀ ଶୁଣି କଂସଙ୍କର ମଧ୍ୟରୁ ଆଶ୍ରୟ ଗୁଣ ବଢ଼ିଗଲା। ସେ ଅତ୍ୟନ୍ତ କ୍ରୋଧିତ ହେଲା। ଆଉ ସେଇ କଂସ ସାଙ୍ଗେ ସାଙ୍ଗେ ଦେବକୀଙ୍କର କେଶ ଗୋଟେ ହାତରେ ଧରି ଆଉ ଗୋଟେ ହାତରେ ଖଡ଼ଗ ଉତ୍ତୋଳନ କରି ଦେବକୀଙ୍କର ବଧ କରିବା ପାଇଁ ଚାହିଁଥିଲା। ଆଉ ବସୁଦେବ କୌଣସି ପ୍ରକାର ଯୁକ୍ତି ମାଧ୍ୟମ ବା ନିଜ ବଚନ ମାଧ୍ୟମ ଏହି ଦେବକୀକୁ ରକ୍ଷା କରିଥିଲେ। ତେଣୁ ଏଠାରେ ସେଇ ଦୈବ କଥା କୁହାଯାଉଛି। କଂସଙ୍କର ଭୟରେ ଭୀତତ୍ରସ୍ତ ହୋଇ ଏହିପରି କୃଷ୍ଣ ଯଦିଓ ଦେବକୀ ବସୁଦେବଙ୍କ ସାମ୍ନାରେ ଜନ୍ମଲୀଳା ପ୍ରଦର୍ଶନ କରିଥିଲେ, ସେଇ ପୁତ୍ରକୁ ଲୁଚାଇବା ପାଇଁ ଏ ମଥୁରାରୁ ଗୋକୁଳ ମହାବନ ଯଶୋଦାଙ୍କ ପାଖରେ ରଖାଯାଇଥିଲା। ସେଇ ଏଥିଲାଗି ପିତାମାତାଙ୍କ ଠାରୁ ପୁତ୍ରମାନେ ଦୂରରେ ରହିଲେ ଆଉ ପୁତ୍ରମାନଙ୍କ ଠାରୁ ପିତାମାତା ଦୂରରେ ରହିଲେ। ତେଣୁ ଏଇଠାରେ ସେଇ କଥା କୁହାଯାଉଛି ଯେ ପିତାମାତା ରୂପ ଯେଉଁ ପୁତ୍ରଙ୍କର ବାଲ୍ୟଲୀଳା, ଏ ପୌଗଣ୍ଡ ଲୀଳା, ଏସବୁ ସେମାନେ ସୁଖ ଉପଭୋଗ କରିପାରିଲା ନାହିଁ। ସେଥିରେ ପିତାମାତା ବଞ୍ଚିତ, ସେଥିଲାଗି ପିତାମାତା ଅତ୍ୟନ୍ତ ଦୁଃଖିତ, ଅର୍ଥାତ୍ ଦେବକୀ ବସୁଦେବ। ଆଉ ପିତାମାତାଙ୍କ ଠାରୁ ପୁତ୍ରମାନେ ଦୂର ରହିବା ଯୋଗୁଁ ପୁତ୍ରମାନେ ସେଇ ପିତାମାତାଙ୍କ କଥା ଚିନ୍ତା କରି ସେମାନେ ଅତ୍ୟନ୍ତ ଦୁଃଖିତ। ତେଇ ୟା ପରେ ସେହିପରି ଶ୍ଲୋକରେ ସବୁ କଥା ଆସିବ। ପୁତ୍ର ରୂପରେ ପିତାମାତାଙ୍କର ବିଶେଷ କର୍ତ୍ତବ୍ୟ ରହିଛି, ପୁତ୍ରମାନଙ୍କ ବିଶେଷ କର୍ତ୍ତବ୍ୟ ରହିଛି ପିତାମାତାଙ୍କୁ ସେବା କରିବା। ଏ ପ୍ରସଙ୍ଗରେ ବହୁତ ସବୁ କଥା ରହିଛି। 5 ନମ୍ବର ଶ୍ଲୋକରେ ସେଇ କଥା କୁହାଯାଇଛି, ସର୍ବାର୍ଥ ସମ୍ଭବ ଦେହ ଜନିତ ପୋଷିତ ଯତ ন ତୟର ଜାତି ନିର୍ବେଶଂ ପିତୃ ମର୍ତ ଶତାୟୁଷା। ଅର୍ଥାତ୍ ମନୁଷ୍ୟ ନିଜର ଶରୀର ଦ୍ୱାରା ଜୀବନର ସମସ୍ତ ଲକ୍ଷ୍ୟ ପ୍ରାପ୍ତ କରିପାରିବ ଏବଂ ତାର ମାତା ପିତା ଏହି ଶରୀରକୁ ଜନ୍ମ ଦେଇ ଲାଳନ ପାଳନ କରନ୍ତି। ତେଣୁ ସେ 100 ବର୍ଷ ପରମାୟୁ ପର୍ଯ୍ୟନ୍ତ ମାତା ପିତାଙ୍କର ସେବା କଲେ ମଧ୍ୟ
ସେମାନଙ୍କର ଋଣ ପରିଶୋଧ କରିପାରେ ନାହିଁ। ଏ ପୁତ୍ରମାନଙ୍କ ପ୍ରତି ମାତା ପିତାଙ୍କର ଯେଉଁ ଅବଦାନ ସେଇ ପ୍ରସଙ୍ଗ ଭଗବାନ କୃଷ୍ଣ ନିଜ ମୁଖରେ କହୁଛନ୍ତି। ଅର୍ଥାତ୍ ଆମେ ଯେ ଦେହ ପ୍ରାପ୍ତ ହେଇଛି ମନୁଷ୍ୟ ଦେହ, ଯେଉଁ ଦେହ ଦ୍ୱାରା ଆମେ ପରମାର୍ଥ ଲାଭ କରିପାରିବା, ଅନ୍ୟ କୌଣସି ଶରୀର ଦ୍ୱାରା ଆମେ ପରମାର୍ଥ ଲାଭ କରିପାରିବା ନାହିଁ। ତେଣୁ ମନୁଷ୍ୟ ଦେହ ଅତି ଦୁର୍ଲଭ। ତେଣୁ ମନୁଷ୍ୟ ଦେହ ଯେଉଁ ପିତାମାତାଙ୍କ ଠାରୁ ଆମେ ପ୍ରାପ୍ତ ହେଇଛେ, ତେଣୁ ସେଇ ପିତାମାତାଙ୍କ ପ୍ରତି ପୁତ୍ରର ବିଶେଷ କର୍ତ୍ତବ୍ୟ ରହିଛି। ଅର୍ଥାତ୍ ପୁତ୍ର ଯଦି 100 ବର୍ଷ ଧରି ଯଦି ଋଣ ପିତାମାତାଙ୍କର ଋଣ ପରିଶୋଧ କରିବା ପାଇଁ ଚାହିଁବ, ତଥାପି ପରିଶୋଧ କରିପାରିବ ନାହିଁ। ଭଗବାନ କୃଷ୍ଣ ନିଜ ମୁଖରେ ଏହି କଥା କହୁଛନ୍ତି। କାହିଁକିନା ପିତାମାତା ଏ ପୁତ୍ରଙ୍କର ଏ ଶରୀର ଦାନ କରିଛନ୍ତି, ଆଉ ଜନ୍ମ ଦେଇଛନ୍ତି, ଆଉ ସେଇ ପୁତ୍ରଙ୍କୁ ଲାଳନ ପାଳନ କରିଛନ୍ତି। ଜନ୍ମରୁ ସେମାନଙ୍କ ଲାଳନ ପାଳନ କରିଛନ୍ତି, କେତେ ପ୍ରକାର କଷ୍ଟ ସହିକିରି ସ୍ନେହ ଦେଇ ଏହିପରି ପୁତ୍ରଙ୍କୁ ପାଳନ କରିଛନ୍ତି। ସେଇ ପୁତ୍ର ପିତାମାତାଙ୍କ ପାଖରେ ଋଣୀ ହୋଇଯାଇଛନ୍ତି। ତ ସେଇ ଋଣ ସେ ଯଦି 100 ବର୍ଷ ଆୟୁଷ ନେଇ ପିତାମାତାଙ୍କୁ ଯଦି ସେବା କରେ, ତଥାପି ସେ ଋଣ ପରିଶୋଧ କରିପାରିବେ ନାହିଁ। ଭଗବାନ କୃଷ୍ଣ ଏହି କଥା କହିଛନ୍ତି। ତେଣୁ ସେ 100 ବର୍ଷ ପରମାୟୁ ପର୍ଯ୍ୟନ୍ତ ମାତା ପିତାଙ୍କ ସେବା କଲେ ମଧ୍ୟ ସେମାନଙ୍କ ଋଣ ପରିଶୋଧ କରିପାରେ ନାହିଁ। ଏହାର ଉପରେ ଶ୍ରୀ ପ୍ରଭୁପାଦ ଭାବାର୍ଥ ଦେଉଛନ୍ତି, ଆମର ପିତାମାତା ଓ ଆମେ ଦୁଇ ଜଣ ମଧ୍ୟ ପରସ୍ପର ବିରହରେ କଷ୍ଟ ଭୋଗ କରିଛେ। ଏହି କଥା କହିବା ପରେ କୃଷ୍ଣ ଏବେ କହୁଛନ୍ତି ଯେ ସେମାନଙ୍କ ପିତାମାତାଙ୍କୁ ସନ୍ତୁଷ୍ଟ କରିବାରେ ଅସଫଳ ହୋଇଥିବା ହେତୁ ତାଙ୍କର ଏବଂ ବଳରାମଙ୍କର ଧର୍ମ ନଷ୍ଟ ହୋଇଛି। ଅର୍ଥାତ୍ କୃଷ୍ଣ ବଳରାମ ଦେବକୀ ବସୁଦେବଙ୍କ ପୁତ୍ର ହେବା ଯୋଗୁଁ ସେଇ କୃଷ୍ଣ ବଳରାମ ପିତାମାତାଙ୍କୁ ସେବା କରିପାରିନଥିଲେ, ପିତାମାତାଙ୍କ ଠାରୁ ଦୂରେଇ ରହୁଥିଲେ। ଅର୍ଥାତ୍ ଏ ଦୈବ ହତ। ଅର୍ଥାତ୍ କଂସ ଯେ ଏ ଦୈବବାଣୀ ଶ୍ରବଣ କରିଥିଲା ଯେ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେଲେ ତାର ମୃତ୍ୟୁ ହେବ, ଏଥିଲାଗି ଦୈବ ହତାୟା ଦ୍ୱାରା ଏହିପରି ପିତାମାତା ଏବଂ ପୁତ୍ରଙ୍କ ମଧ୍ୟରୁ ବିଚ୍ଛିନ୍ନ ହୋଇଯାଇଥିଲା। ପୁତ୍ରମାନଙ୍କ ଯେଉଁ କର୍ତ୍ତବ୍ୟ ସେ କର୍ତ୍ତବ୍ୟ ସେମାନେ ସମ୍ପାଦନ କରିପାରିନଥିଲେ। ତେଣୁ ପୁତ୍ରମାନେ ନିଜ ନିଜ ଧର୍ମରୁ ସେ ବଞ୍ଚିତ ହୋଇଥିଲେ। ତେଣୁ ଏଠାରେ ପ୍ରଭୁପାଦ ସେଇ କଥା କହୁଛନ୍ତି, କୃଷ୍ଣ ବଳରାମ ଧର୍ମ ନଷ୍ଟ ହୋଇଛି। ପୁତ୍ରର କର୍ତ୍ତବ୍ୟ ହେଉଛି ପିତାମାତାଙ୍କ ସେବା କରିବା, କିନ୍ତୁ କୃଷ୍ଣ ବଳରାମ ପିତାମାତାଙ୍କ ଠାରୁ ଦୂରେ ରହିବା ଯୋଗୁଁ ଦେବକୀ ବସୁଦେବଙ୍କୁ ସେବା କରିପାରିନଥିଲେ। ଯେଉଁ ପିତାମାତା ସେମାନଙ୍କୁ ଜନ୍ମ ଦେଇଛନ୍ତି ସେହି ପିତାମାତାଙ୍କୁ ସେବା କରିପାରିଲେ ନାହିଁ। ତେଣୁ ପୁତ୍ର ହିସାବରେ ସେମାନଙ୍କ ଧର୍ମ ନଷ୍ଟ ହୋଇଛି। ଏହି କଥା ଏଇ ଭଗବାନ କୃଷ୍ଣ ନିଜ ମୁଖରେ ସ୍ୱୀକାର କରିଛନ୍ତି। ତ ଏଠାରେ ପିତାମାତାଙ୍କର ଏକ ବିଶେଷ କର୍ତ୍ତବ୍ୟ ରହିଛି ଏବଂ ପୁତ୍ରଙ୍କର ମଧ୍ୟ ଠିକ୍ ସେହିପରି ବିଶେଷ କର୍ତ୍ତବ୍ୟ ରହିଛି। ଏମିତି କ'ଣ ଶ୍ରୀମଦ୍ ଭାଗବତ ପଞ୍ଚମ ସ୍କନ୍ଧରେ ଭଗବାନ ଋଷଭଦେବ ଏହି କଥା କହୁଛନ୍ତି ଯେ ସେ ପିତା ପିତା ନୁହନ୍ତି, ସେ ମାତା ମାତା ନୁହନ୍ତି। ଯେଉଁ ପିତା ଯେଉଁ ମାତା ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ଭଗବତ ଭକ୍ତି ଶିକ୍ଷା ନ ଦେଇ ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ଯଦି ନ କରିପାରନ୍ତି, ତାହେଲେ ସେ ପିତା ପିତା ନୁହନ୍ତି, ସେ ମାତା ମାତା ନୁହନ୍ତି। ପିତା ନ ସା ଜନନୀ ନ ସା ନ ମୋଚୟତ ଯୋ ସମୁପେତ ମୃତ୍ୟୁ। ଅର୍ଥାତ୍ ଆମେ ସମସ୍ତେ ଜନ୍ମମୃତ୍ୟୁ ଚକ୍ରରେ ପଡ଼ିଯାଇଛେ। ତେଣୁ ଏଠାରେ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର କରିବା ପାଇଁ ଯେଉଁ ପିତା ଯେଉଁ ମାତା ସେମାନଙ୍କର ସନ୍ତାନ ସନ୍ତତିମାନଙ୍କୁ ଭଗବତ ଭକ୍ତି ଶିକ୍ଷା ଦିଅନ୍ତି ନା,
କେମିତି ଜନ୍ମମୃତ୍ୟୁ ଚକ୍ର ଉଦ୍ଧାର ହେବ ସେହି ପ୍ରସଙ୍ଗରେ କୌଣସି ଉପଦେଶ ଦିଅନ୍ତି ନା, ସେହିପରି ଶିକ୍ଷା ଦିଅନ୍ତି ନା। ତ ସେ ପିତା ପିତା ନୁହନ୍ତି, ସେ ମାତା ମାତା ନୁହନ୍ତି। ପିତା ମାତାଙ୍କର ଏଇ ବିଶେଷ କର୍ତ୍ତବ୍ୟ। ତ ବର୍ତ୍ତମାନ ଏଠାରେ ପୁତ୍ରମାନଙ୍କର କର୍ତ୍ତବ୍ୟ କଥା କୁହାଯାଉଛି। ତ ସେ ପୁତ୍ର, ଯେଉଁ ପୁତ୍ର ପିତାମାତାଙ୍କ ସେବା କରନ୍ତି ନାହିଁ, ସେ ପୁତ୍ର ନୁହନ୍ତି, ସେ ହେଉଛି ମୂତ୍ର। ଅର୍ଥାତ୍ ଦୁଇଟି କଥା ହେଉଛି, ଗୋଟେ ପୁତ୍ର ଆଉ ଗୋଟେ ମୂତ୍ର। ତ ଏହି ହିସାବରେ ପୁତ୍ର ହିସାବରେ ତିନି ପ୍ରକାର ପୁତ୍ର ଆମେ ଦେଖିବାକୁ ପାଉଛେ ଶାସ୍ତ୍ରରେ ବର୍ଣ୍ଣନା ଅନୁସାରେ। ଯେଉଁ ପୁତ୍ର ପିତାଙ୍କର ମନୋଭାବ ବୁଝି ସେହିପରି କାର୍ଯ୍ୟ କରନ୍ତି, ସେ ପୁତ୍ର ହେଉଛନ୍ତି ଉତ୍ତମ ପୁତ୍ର। ଆଉ ଯେଉଁ ପୁତ୍ର ପିତାଙ୍କର ନିର୍ଦ୍ଦେଶ ଅନୁସାରେ, ଆଦେଶ ଅନୁସାରେ କାର୍ଯ୍ୟ କରନ୍ତି, ସେ ହେଉଛନ୍ତି ମଧ୍ୟମ ପୁତ୍ର। ଆଉ ଯେଉଁ ପୁତ୍ର ପିତାମାତା ଆଦେଶ କଲେ ବି ପାଳନ କରନ୍ତି ନାହିଁ, ପରନ୍ତୁ ଶତ୍ରୁତା ଆଚରଣ କରନ୍ତି, ସେ ସବୁ ହେଉଛନ୍ତି ଅଧମ ପୁତ୍ର। ଅର୍ଥାତ୍ ଏହି ହିସାବରେ ଶାସ୍ତ୍ର ସହ ବର୍ଣ୍ଣନା କରାଯାଇଛି। ଏସବୁ ପୁତ୍ର ନୁହନ୍ତି, ଏସବୁ ହେଉଛନ୍ତି ସମସ୍ତେ ମୂତ୍ର ସଦୃଶ। ଗୋଟେ ବାଟରେ ପୁତ୍ର ଅର୍ଥାତ୍ ଆସୁଛି ଯେଉଁମାନେ ସତ୍ ପୁତ୍ର ହିସାବରେ, ଆଉ ସେଇ ବାଟରେ ଯେ ପୁତ୍ରକୁ ଆସୁଛି ପିତାମାତାଙ୍କ ଆଦେଶ ପାଳନ କରନ୍ତି ନା, ତ ସେ ପୁତ୍ର ନୁହନ୍ତି, ସେ ମୂତ୍ର ସଦୃଶ। ମୂତ୍ର ଯେମିତି ପରିତ୍ୟାଜ୍ୟ, ଏସବୁ ପୁତ୍ର ପରିତ୍ୟାଜ୍ୟ। ସେମିତି ଆମେ ଦେଖିବା ଏସବୁ ବହୁତ ଭୁରି ଉଦାହରଣ ରହିଛି। ଯଯାତି ମହାରାଜଙ୍କର କ୍ଷେତ୍ରରେ ଆମେ ଦେଖିବା ଯେ ଯଯାତି ମହାରାଜଙ୍କର 5 ପୁତ୍ର ଥିଲେ। ତାଙ୍କର 2 ପତ୍ନୀ, ଏକ ଦେବଯାନୀ ଆଉ ଶର୍ମିଷ୍ଠା। ଦେବଯାନୀଙ୍କ ଠାରୁ 2 ପୁତ୍ର ଆଉ ଶର୍ମିଷ୍ଠାଙ୍କ ଠାରୁ 3 ପୁତ୍ର। କିନ୍ତୁ ସେଇ ଯଯାତି ମହାରାଜ ଯେତେବେଳେ ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ଅଭିଶାପ ପ୍ରାପ୍ତ ହେଲେ ଜରାଗ୍ରସ୍ତ ହେବା ପାଇଁ, ସେ ଯୌବନ ଉପଭୋଗ କରିବା ପାଇଁ ସେ ସେତେବେଳେ ଶୁକ୍ରାଚାର୍ଯ୍ୟଙ୍କ ଚରଣ ପ୍ରଣତ ହୋଇ କହିଥିଲେ ଯେ ପ୍ରକୃତପକ୍ଷେ ଆପଣ ଯେ ମୋତେ ଅଭିଶାପ ଦେଲେ, ଏ ଅଭିଶାପଟା ଆପଣଙ୍କ କନ୍ୟାକୁ ଦେଲେ, ଅର୍ଥାତ୍ ଦେବଯାନୀକୁ ଦେଲେ। କିନ୍ତୁ ତାଙ୍କର ଭିତରେ ଉପଭୋଗ କାମନା ଏ ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇନାହିଁ। ତ ମୁଁ ବର୍ତ୍ତମାନ এই ଜରାଗ୍ରସ୍ତ ହୋଇଯାଇଛି, ତେଣୁ ତା'ର ଉପଭୋଗ ଅତୃପ୍ତ ରହିଯାଏ। ତ ସେତେବେଳେ ଶୁକ୍ରାଚାର୍ଯ୍ୟ ଏ ଟିକେ ପରିବର୍ତ୍ତନ କରିଦେଲା। ଠିକ୍ ଅଛି, ମୁଁ ତ ଅଭିଶାପ ଦେଇ ସାରିଛି, ତେଣୁ ତୁମେ ବର୍ତ୍ତମାନ ଏ ଜରାକୁ ଏକ୍ସଚେଞ୍ଜ କରିପାରିବ, ବିନିମୟ କରିପାରିବ। ପୁତ୍ରମାନଙ୍କୁ ମଧ୍ୟ କାହାକୁ ଏ ଜରାକୁ ଦେଇ ତା ଯୌବନ ଉପଭୋଗ କରିପାରିବ। ତ ସେତେବେଳେ ଯଯାତି ମହାରାଜ 5 ପୁତ୍ରମାନଙ୍କ ମଧ୍ୟରେ ପ୍ରଥମ ପୁତ୍ର ଯଦୁକୁ ପଚାରିଥିଲେ, କିନ୍ତୁ ଯଦୁ ସେ ରାଜି ହେଲା ନାହିଁ। ସେ ଜାଣିଥିଲେ ମୋର ବଂଶରେ ସ୍ୱୟଂ ଭଗବାନ କୃଷ୍ଣ ଆସିବେ, ତେଣୁ ମୁଁ ଯଦି ପିତାଙ୍କର ଏଇ ଜରା ନେଇ ଏହିପରି ଜରାଗ୍ରସ୍ତ ଅବସ୍ଥା ରହିବି, ତାହେଲେ ବହୁତ ଅସୁବିଧା ହେବ। ତେଣୁ ଯୌବନ ସୁଖ ଭୋଗ ନ କରି ମୁଁ ଯଦି ଏହିପରି ଜରାଗ୍ରସ୍ତ ହୋଇ ରହିବେ, ତାହେଲେ ମୋ ଭିତରେ ଅତୃପ୍ତ ରହିଯିବ। ତେଣୁ ସେ ଏହି ଉଦ୍ଦେଶ୍ୟ, ତାଙ୍କର ବଂଶରେ ଭଗବାନ ଆସିବେ, ଏସବୁ ଭବିଷ୍ୟତବାଣୀ ଥିଲା, ସେ ଜାଣିଥିଲେ। ତେଣୁ ପିତାଙ୍କର ଆଦେଶ ସତ୍ତ୍ୱେ ସେ ଏହା ଗ୍ରହଣ କଲେ ନାହିଁ। ତାପରେ ଆଉ ଦୁର୍ହୁ, ଅନୁ, ଏ ଯେତେ ସବୁ ଥିଲେ ସେମାନଙ୍କୁ ପଚାରନେ ଗଲା, କେହି ରାଜି ହେଲା ନାହିଁ ପିତାଙ୍କର ଜରାଗ୍ରସ୍ତ ଗ୍ରହଣ କରିବା ପାଇଁ। ଶେଷ ସନ୍ତାନ ପୁରୁ ତାଙ୍କୁ ଯେତେବେଳେ କହିଲେ, ସେ ସେତେବେଳେ ଏଇ କଥାଟା କହିଲେ ଯେ ପିତା, ସେଇ ପୁତ୍ର ହେଉଛନ୍ତି ଉତ୍ତମ ପୁତ୍ର, ଯେ ପିତାଙ୍କର ମନୋଭାବ ବୁଝି ପିତାଙ୍କର ସେବା କରନ୍ତି, ପିତାଙ୍କର ମନୋବାସନା ପୂର୍ଣ୍ଣ କରନ୍ତି। ସେଇ ପୁତ୍ର ହେଉଛି ଉତ୍ତମ ପୁତ୍ର। ତ ମୁଁ ଆପଣଙ୍କୁ ଉତ୍ତମ ପୁତ୍ର ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇପାରିଲେ ନାହିଁ। ଆପଣ ଆଦେଶ କରିଛନ୍ତି, ତେଣୁ ଆପଣଙ୍କ ଆଦେଶ ଅନୁସାରେ ମୁଁ ବର୍ତ୍ତମାନ ଆପଣଙ୍କ ସେ ଆଦେଶ ପାଳନ କରିବା ପାଇଁ ପ୍ରସ୍ତୁତ ଅଛି। ତେଣୁ ମୁଁ ମଧ୍ୟମ
ପୁତ୍ର କ୍ୟାଟାଗୋରୀରେ ଅନ୍ତର୍ଭୁକ୍ତ ହେଇଗଲେ। ମୁଁ ଆଉ ଆପଣଙ୍କୁ ଉତ୍ତମ ପୁତ୍ର ହୋଇପାରିଲାନି। ଉତ୍ତମ ପୁତ୍ର ମାନେ ପିତା ଆଦେଶ କରିବା ପୂର୍ବରୁ ପିତାଙ୍କର ମନୋଭାବ ବୁଝି ସେ ହିସାବରେ ଆଚରଣ କରିବା, ସେହି ହିସାବରେ କାର୍ଯ୍ୟ କରିବା ହେଉଛି ଉତ୍ତମ ପୁତ୍ରର ଲକ୍ଷଣ। ଏଠାରେ ପୁରୁ ମଧ୍ୟମ ପୁତ୍ର ଅନ୍ତର୍ଭୁକ୍ତ। ଆଉ ଯେ ସମସ୍ତ ପୁତ୍ର ଜଜଙ୍କର ଆଦେଶ ପାଳନ କଲେ ନାହିଁ, କେବଳ ଯଦୁକୁ ଛାଡ଼ି, କାହିଁକିନା ସେ ମହତ୍ ଉଦ୍ଦେଶ୍ୟ ଲାଗି ଏ ପିତାଙ୍କର ଆଦେଶ ଅବଜ୍ଞା କରିଥିଲେ, କାହିଁକିନା ତାଙ୍କର ବଂଶରେ ଭଗବାନ ଆସିବେ, ଏଥିଲାଗି ସେ ପିତାଙ୍କର ଆଦେଶ ଅବମାନନା କରିଥିଲେ। କିନ୍ତୁ ଆଉ ଯେ ସମସ୍ତ ପୁତ୍ର, ତିନିଟା ପୁତ୍ର ପିତାଙ୍କର ଆଦେଶ ପାଳନ କଲେ ନାହିଁ, તે ସମସ୍ତ ମୂତ୍ର ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ। ତେଣୁ ଉତ୍ତମ ପୁତ୍ର ହିସାବରେ ଆମେ ଆଜି କ୍ଲାସରେ ସବୁ ଆଲୋଚନା ହେଉଥିଲା। ଏଠାରେ ଦେଖିବା ପିତାମହ ଭୀଷ୍ମ, ଯାହାଙ୍କର ପୂର୍ବ ନାଁ ଥିଲା ଦେବବ୍ରତ। ଦେବବ୍ରତ ତାଙ୍କ ପିତାଙ୍କର ମନୋଭାବ ବୁଝିପାରି ପିତାଙ୍କର ସେଇ ମନରେ ଯେ ବାସନା ଜାତ ହେଇଥିଲା ସ୍ତ୍ରୀ ଉପଭୋଗ, ସେହି କାର୍ଯ୍ୟ ପୁତ୍ର ହୋଇ ନିଜେ ସମ୍ପାଦନ କରିବା ଯୋଗୁଁ ପିତାମହ ଭୀଷ୍ମ ଉତ୍ତମ ପୁତ୍ରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଆଉ ମଧ୍ୟମ ପୁତ୍ର କଥା ଇଏ ପୁରୁଙ୍କର କଥା କୁହାଗଲା। ଅଧମ ପୁତ୍ର ଯଯାତିଙ୍କ ଯେଉଁ ସମସ୍ତ ପୁତ୍ର ଯଯାତିଙ୍କ ଆଦେଶ ପାଳନ କଲେନି, ପିତାଙ୍କ ଆଦେଶ କଲେ ବି ତା ପାଳନ କଲେନି, ତାହା ସବୁ ଅଧମ ପୁତ୍ର। ସେଇ ହିସାବରେ ଭଗବାନ କୃଷ୍ଣ ଏଠାରେ କହୁଛନ୍ତି ଯେ ଆମେ ଆପଣମାନଙ୍କ ପୁତ୍ର ହୋଇ ସୁଦ୍ଧା ଦୈବବଶତଃ ଆପଣଙ୍କଠାରୁ ଦୂରେ ରହିବା ଯୋଗୁଁ ଆମର ଯେ କର୍ତ୍ତବ୍ୟ ଆମେ ତା କରିପାରିଲୁ ନାହିଁ। ପିତାମାତାଙ୍କ ପ୍ରତି ପୁତ୍ରର ଯେ କର୍ତ୍ତବ୍ୟ, ସେ କର୍ତ୍ତବ୍ୟ ସମ୍ପାଦନ ନ କରିବା ଯୋଗୁଁ ଆମମାନଙ୍କ ଧର୍ମ ନଷ୍ଟ ହେଇଛି। ଏ ପ୍ରସଙ୍ଗରେ ପରେ ୟା ପରେ ବହୁତ କଥା ଅଛି। ଆମର 1 ଘଣ୍ଟା କଥା ଥିଲା, କଥା ସମାପ୍ତ ହେଲା। ଯଦି ବର୍ତ୍ତମାନ କାହାର ଯଦି କିଛି ପ୍ରଶ୍ନ ଥିବ, ପ୍ରଶ୍ନ ପଚାରି ପାରନ୍ତି। ହରେ କୃଷ୍ଣ। ହଁ, କ'ଣ? ହଁ ହଁ, ମଧ୍ୟମ ପୁତ୍ର। ହଁ, ମାନେ ବୈକୁଣ୍ଠ। ହଁ ହଁ, ମାଧୁର୍ଯ୍ୟ। ହଁ, ପିତା ଐଶ୍ୱର ଭାବ ଥିଲା ଜନ୍ମରୁ। ହଁ ହଁ, ନନ୍ଦ ଯଶୋଦା ଏସବୁ ମାନେ ମାଧୁର୍ଯ୍ୟ ଭାବରେ, ମାନେ ହଁ। ଆଉ ଦେବକୀ ବସୁଦେବ ଐଶ୍ୱର୍ଯ୍ୟ ଭାବରେ। ବର୍ତ୍ତମାନ କୃଷ୍ଣଙ୍କର ଇଚ୍ଛାରେ ଯୋଗମାୟା ଦେବକୀ ବସୁଦେବଙ୍କ ମଧ୍ୟରେ ବାତ୍ସଲ୍ୟ ଭାବ ପ୍ରକଟ କରାଇବେ। ସେମାନଙ୍କ ଭିତରେ ବାତ୍ସଲ୍ୟ ଭାବ ପ୍ରକଟିତ ହେଇନଥିଲା। ଐଶ୍ୱର୍ଯ୍ୟ ଜ୍ଞାନରେ ସର୍ବଦା କୃଷ୍ଣ ବାଲଙ୍କୁ ଦେଖୁଥିଲେ, ତେଣୁ ଭଗବତ ଜ୍ଞାନରେ ଦେଖୁଥିଲେ, ପୁତ୍ର ଜ୍ଞାନ ହେଉନଥିଲା। ତେଣୁ କୃଷ୍ଣ ଦେଖିଲେ ଏ ତ ଏକ ସଙ୍କଟ ମୁହୂର୍ତ୍ତ, ତେଣୁ ଯୋଗମାୟାକୁ ନିର୍ଦ୍ଦେଶ ଦେଲେ ଏହି ଲୀଳା ସମ୍ପନ୍ନ କରିବା ପାଇଁ। କ'ଣ? ହଁ ହଁ ହଁ, ସେ କିନ୍ତୁ ଦେବକୀ ବସୁଦେବ କୃଷ୍ଣଙ୍କର ବାଲ୍ୟଲୀଳା, ପୌଗଣ୍ଡ ଲୀଳା, କୈଶୋର ଲୀଳାରୁ ବଞ୍ଚିତ। ଇଏ ରସ କେବଳ ଯଶୋଦା ମାତା ଆସ୍ୱାଦନ କରନ୍ତି। ବାଲ୍ୟଲୀଳା, ହଁ, ବାଲ୍ୟଲୀଳା ରସ କେବଳ ନନ୍ଦ ଯଶୋଦା ଏଇମାନେ ଆସ୍ୱାଦନ କରିଛନ୍ତି। କିନ୍ତୁ ଦେବକୀ ବସୁଦେବ ଜନ୍ମ ଦେଇ ସୁଦ୍ଧା ପୁତ୍ରଙ୍କ ଠାରୁ ଇଏ ବାଲ୍ୟଲୀଳାରୁ ବଞ୍ଚିତ। ସେ ସୁଖ ଏମାନେ ଭୋଗ କରିପାରିଲା ନାହିଁ। ହଁ ହଁ, ଆସୁଛି। ହଁ
ହଁ ସେଥିରେ ମାନେ ଜଣେ ମନେକର ଶାସନ ପିରିୟଡ଼ ହେଉଛି 71 ଚତୁର୍ଯୁଗ। ତ 71 ଚତୁର୍ଯୁଗ ହଁ ସବୁ ଯୁଗରେ ଆସନ୍ତି। ଭଗବାନ କୃଷ୍ଣ ଗୀତାରେ କହିଲା ନାହିଁ ସମ୍ଭବାମି ଯୁଗେ ଯୁଗେ, ହଁ ପରିତ୍ରାଣାୟ ସାଧିନାଂ ବିନାଶାୟ ଚ ଦୁଷ୍କୃତମ୍ ଧର୍ମ ସଂସ୍ଥାପନାर्थाय ସମ୍ଭବାମି ଯୁଗେ ଯୁଗେ। ତାର ମାନେ କ'ଣ, ପ୍ରତି ଯୁଗ ଯୁଗେ ଆସୁଛନ୍ତି, କିନ୍ତୁ ଯୁଗ ଅବତାର ରୂପେ ସ୍ୱୟଂ ରୂପରେ ନୁହନ୍ତି, ସ୍ୱୟଂ ରୂପରେ ଥରେ। ହଁ ଏଇ ସପ୍ତମ ମନୁଙ୍କ ଶାସନ ପିରିୟଡ଼, ହଁ ସପ୍ତମ ମନୁଙ୍କ ଶାସନ ପିରିୟଡ଼ 28ତମ ଚତୁର୍ଯୁଗ ଦ୍ୱାପର ଯୁଗ ଶେଷରେ, ଦ୍ୱାପର ଯୁଗ ଶେଷରେ ଆସୁଛନ୍ତି। ହଁ ଆଉ ସେଇ କୃଷ୍ଣ ଆଉ ଥରେ ଆସିଛନ୍ତି, ସେ ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଅବତାରୀ, କିନ୍ତୁ ଭକ୍ତ ଭାବ ନାହିଁ, ରାଧାରାନୀଙ୍କ ଭାବ ନେଇ ଆସିଛନ୍ତି। ଅର୍ଥାତ୍ କୃଷ୍ଣ ଅର୍ଥାତ୍ ହଁ କୃଷ୍ଣ ଲୀଳାରେ ଯାହା ଅପୂର୍ଣ୍ଣ ଥିଲା, ଶୁଣନ୍ତୁ, କୃଷ୍ଣ ଲୀଳାରେ ଯାହା ଅପୂର୍ଣ୍ଣ ଥିଲା ତା ପୂର୍ଣ୍ଣ ହୋଇଛି ଚୈତନ୍ୟ ଲୀଳାରେ। ତେଣୁ ଚୈତନ୍ୟ ଲୀଳା ହେଉଛି କୃଷ୍ଣ ଲୀଳାରେ ଆପେଣ୍ଡିକ୍ସ, ପରିଶିଷ୍ଟ। କଥା ବୁଝିପାରିଲେ? ହଁ ହଁ ଏହାକୁ ଆପେଣ୍ଡିକ୍ସ କୁହାଯାଉଛି, ପରିଶିଷ୍ଟ। ତାର ମାନେ ପରିପୂର୍ଣ୍ଣତା ପ୍ରାପ୍ତ ହେଇଛି ଚୈତନ୍ୟ ଲୀଳାରେ। ତାହେଲେ କୃଷ୍ଣ ହିଁ ଗୌର, ଗୌର ହିଁ କୃଷ୍ଣ, କୃଷ୍ଣ ଲୀଳା ହିଁ ଗୌର ଲୀଳା, ଗୌର ଲୀଳା ହିଁ କୃଷ୍ଣ ଲୀଳା। କଥା ବୁଝିପାରିଲେ? ହଁ ତେଣୁ ବୃନ୍ଦାବନ ଦାସ ଠାକୁର କହୁଛନ୍ତି, ମାନେ সেই বৃন্দাবন এই নদিয়া বিহরে গঙ্গার তীরে ধীর সমীরে বৃন্দাবন দাস কহে জানিয়া। অর্থাৎ বৃন্দাবন দাস ঠাকুর হচ্ছেন ব্যাসদেবଙ୍କର অবতার। অর্থাৎ কৃষ্ণলীলার যে ব্যাসদেব ছিল, চৈতন্য মহাপ্রভু লীলার সে বৃন্দাবন দাস ঠাকুর। তেমনি সে দ্রষ্টা পুরুষ, সে দ্রষ্টা পুরুষ। সে দেখি কହୁଛନ୍ତି সেই বৃন্দাবন বর্তমানে নদিয়া, নদিয়া নবদ্বীপ। আর সেই কৃষ্ণ বর্তমানে চৈতন্য মহাপ্রভু। যে কৃষ্ণ যমুনা কূলের বিহার করতে, সে বর্তমানে গঙ্গা কূলের বিহার করছেন। কথা বুঝিপারলে? তো দুইটা লীলা, হ্যাঁ দুইটা মহাপ্রভু হচ্ছেন অবতারী, কৃষ্ণ বি অবতারী। অর্থাৎ সেই কৃষ্ণই চৈতন্য মহাপ্রভু, চৈতন্য মহাপ্রভু কৃষ্ণ। কথা বুঝিপারলে? হ্যাঁ হ্যাঁ আর সেই এ অবতারী, অবতারী স্বরূপে গোটে থর ভগবত স্বরূপে আর গোটে থর ভক্ত স্বরূপে। হ্যাঁ অবতারী, চৈতন্য মহাপ্রভু অবতারী, অবতার নুহতি, অবতারী। হ্যাঁ সেই কৃষ্ণ, হ্যাঁ কিন্তু ভক্ত স্বরূপ। হ্যাঁ ফিফথ ক্যান্ড, হ্যাঁ 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 হুম হুম হ্যাঁ তা গর্ভদেশায় বিষ্ণুଙ୍କର হিরণ্য গর্ভରୁ জাত হয়েছেন ব্রহ্মাজি। কথা বুঝিপারলেন না? হিরণ্য না না শুনন্তু, হিরণ্য গর্ভ মানে কোন, মানে স্বর্ণ সদৃশ গর্ভ। হ্যাঁ হিরণ্য মানে কোন, স্বর্ণ, হ্যাঁ সুবর্ণ। হ্যাঁ তো সেই ভগবান গর্ଭଦେଶାয় ବିଷ୍ଣୁଙ୍କ ନାଭିରୁ ଏକ ପଦ୍ମ, ସ୍ୱର୍ଣ୍ଣ ପଦ୍ମ ଉତ୍ଥିତ ହେଇଥିଲା। ପଦ୍ମଟା କେମିତିଆ? ସ୍ୱର୍ଣ୍ଣ ପଦ୍ମ, ସୁବର୍ଣ୍ଣ ପଦ୍ମ। କଥା ବୁଝିଲେ? ହଁ ତ ସେଇଠିରୁ ବ୍ରହ୍ମା ଜାତ ହେଇଥିଲେ। ତ ହିରଣ୍ୟ ଗର୍ଭରୁ ଜାତ ହେଇଛନ୍ତି ବ୍ରହ୍ମା। ଆପଣ କଥା ଟିକେ ଛାଡ଼ି ଯାଇଛି, କଥା ବୁଝିପାରିଲେ? ତ ତେଣୁ କୁହାଯାଇଛି ହିରଣ୍ୟ ଗର୍ଭଜାତ, ହିରଣ୍ୟ ଗର୍ଭଜାତ ବ୍ରହ୍ମା। কথা বুঝিপারলে? হ্যাঁ তো এই ভগবান গর্ভদেশায় বিষ্ণুকে হিরণ্য গর্ভରୁ জাত ହେଇଛନ୍ତି ব্রহ্মা। কথা বুঝিগলা? হ্যাঁ 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 হ্যাঁ
हाँ हिरण्य गर्भ जाता, हाँ हिरण्य गर्भ जाता मैं ब्रह्मा को जिते कह हिरण्य गर्भ जाता कथा बुझल ना गर्भ तो साई विष्णु होचे हिरण्य गर्भ जाकर नाभि पट जाता है से तो हाँ 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 हिरण्य गर्भ जात हाँ ଆଉ କାହାର କିଛି ପ୍ରଶ୍ନ ଅଛି କି କିଏ କହନ୍ତୁ ହଁ କହନ୍ତୁ ଶୁଭ ନାହିଁ ଆପଣ ଶୁଣି ମୋତେ କହନ୍ତୁ ଶୁଣନ୍ତୁ ଏମିତି ହେଉଛି କି ରିପିଟ୍ ହେଉଛି କି ଫୋନରେ କଥା ହଉଥିଲେ ହଁ ଏବେ କହନ୍ତି ହଁ 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 10 ବର୍ଷ ପର୍ଯ୍ୟନ୍ତ 6 ରୁ 10 6 ରୁ 10 ବର୍ଷ 10 কৈଶୋର 11 ରୁ 15 11 ରୁ 15 ତାପରେ ଯୌବନ 16 ରୁ ଯୌବନ ଆରମ୍ଭ ହେଇଯାଏ কিন্তু ভগবান কৃষ্ণ সেই কিশোর অবস্থায় নিত্য বিদ্যমান হ্যাঁ নিত্য কিশোর নিত্য নন্দ কিশোর হ্যাঁ ଏମିତି ହେଉଛି ଇକୋ ଇକୋ ଭଲ୍ୟୁମ୍ ସେ ନବ କିଶୋର ଅବସ୍ଥାରେ ଅବସ୍ଥାନ କରନ୍ତି ସେମାନେ ହଁ ତେଣୁ ବ୍ରହ୍ମ ସଂହିତାର ଶୁଣନ୍ତୁ ବ୍ରହ୍ମ ସଂହିତାର କୁହାଯାଇଛି ଶୁଣନ୍ତୁ କ'ଣ କୁହାଯାଇଛି ଅଦ୍ୱୈତମ ଅଚ୍ୟୁତମ ଅନାଦିମ ଅନନ୍ତ ରୂପମ ଆଦଂ ପୁରାଣ ପୁରୁଷ ନବଯୌବନଞ୍ଚ ନବଯୌବନ ତାପରେ ଶୁଣନ୍ତୁ ଆପଣଙ୍କୁ କୁହାଗଲା ଭଗବାନଙ୍କର ଅସଲ ସ୍ୱରୂପ କଥା ଯେମିତି କ'ଣ କୁହାଯାଇଛି ଗୋପ ବେଶ ବେନୁ କର ନବ କିଶୋର ନଟବର ତ ନବ କିଶୋର ମାନେ କ'ଣ 11 ବର୍ଷ ବୟସ ସବୁବେଳେ ଅବସ୍ଥାନ ଭଗବାନ କୃଷ୍ଣ ଯେତେବେଳେ ବୃନ୍ଦାବନରୁ ମଥୁରାକୁ ଆସିଲେ ଶୁଣନ୍ତୁ ସେତେବେଳେ ତାଙ୍କର ବୟସ ଥିଲା 10 ବର୍ଷ 7 ମାସ সেই অবস্থায় সে একাদশী তিথিরে আসিছিল চৈত্র মাস কৃষ্ণ পক্ষ একাদশী তিথিরে আর চতুর্দশী তিথিরে কংসକୁ বধ করলে তো সেই কিশোর অবস্থাରେ সে রহিলে ଆଉ ତାକୁ সে ବଢ଼ିଲା ନାହିଁ ନିଜ ଶରୀର ଆଉ ସେଇ ହିସାବ ବଢ଼ାଇଲାନି ସେଇ 11 ବର୍ଷ କିଶୋର ଅବସ୍ଥାରେ ରହିଲେ ଏହାକୁ ନବ କିଶୋର କୁହାଯାଏ ଠିକ ଅଛି ହଁ ଆଉ କାହାର ପ୍ରଶ୍ନ ଅଛି କି ହଁ କୁହନ୍ତୁ ହଁ ହଁ କିଏ କେଉଁଠି কৃষ্ণ জন্ম হওয়ার সাথে সাথে গেল না কৃষ্ণ গোকুলের হ্যাঁ গোকুল মহাবরণ 3 ବର୍ଷ 4 মাস 3 ବର୍ଷ 4 মাস কুହାଗেল তো বুঝিপারলে বৃন্দাবন গেলে
আর সেটারে 6 বর্ষ 8 মাস পর্যন্ত রইলে বৃন্দাবন, কথা বুঝতে পারলে? আর সেইটু তারপর নন্দগ্রাম যে নন্দীশ্বর, সেটারে 10 বর্ষ 7 মাস পর্যন্ত, 7 বর্ষ 10 বর্ষ পর্যন্ত ছিল সেটি, হ্যাঁ 10 বর্ষ 7 মাস। আর সেই অবস্থারও মথুরাকে আসিলে, আর সেইটুরি কংসকে বধ গেল। এই 10 বর্ষ 7 মাস ইয়াকে 11 বর্ষ কহা যাচ্ছে, 11 বর্ষ কিশোর, কথা বুঝতে পারলে? আর কিছু প্রশ্ন আছে কি? বৃন্দাবনের ভগবান কৃষ্ণ গোটে জায়গায় ରହୁନଥିଲେ, ଅସୁରମାନଙ୍କୁ ଉପଦ୍ରବ ହେବା ଯୋଗୁଁ ଭିନ୍ନ ଭିନ୍ନ ସ୍ଥାନରେ ସ୍ଥାନାନ୍ତରିତ ହେଇଛନ୍ତି। ଗୋକୁଳ ମହାବନରୁ ବୃନ୍ଦାବନ, ବୃନ୍ଦାବନରୁ ନନ୍ଦଗ୍ରାମ, ଏହିପରି ଭିନ୍ନ ଭିନ୍ନ ଜାଗାରେ ସ୍ଥାନାନ୍ତରିତ ହେଇଛନ୍ତି। ତାପରେ ସରିଲା। ତାହେଲେ ସମସ୍ତେ ହାତ ଉଠିକିରି କହନ୍ତୁ ହରେ କୃଷ୍ଣ हरे कृष्ण ହରେ କୃଷ୍ଣ हरे कृष्ण हरे कृष्ण 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 हरे हरे, हरे राम 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 हरे हरे। बहुत बहुत धन्यवाद। हरे कृष्ण। हरे कृष्ण 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 हरे हरे, हरे हरे राम